କୋଉଟା ପଢା ପରେ $79 ପଚାରିବାକୁ କହିଥିଲି ନା କଣ ପଚାରିବାକୁ କହିଥିଲି ରାଜହଂସ କିଏ କିଏ ପଢିଛ ବାহ ଭେରି ଗୁଡ ନେକ୍ସଟ ଆଉ କିଏ ପଢିଛ ମୋବାଇଲରେ ଦେଖି ଦେଇଥାନ୍ତ ବୁଝିପାରୁନି ଆଇ ଏମ୍ ନଟ୍ ଗେଟିଂ ୟୁର ଭଏସ୍ କଣ ମୋବାଇଲରେ ଦେଖି ଦେଇଥିଲ ଏଡେ ବଡ ବିଷୟ ପଢିବାକୁ ଇଚ୍ଛା ହେଲାନି ନା ସମୟ ହେଲାନି ଆଗକୁ କଣ କରିବ IAS ପରୀକ୍ଷା ଜମା ଦବନି ତାହେଲେ ତ ବହୁତ ପାଠ ଅଛି ପଢିବାକୁ ତମକୁ ଏତେ ପାଠ କିଏ ପଢିବ ମୋବାଇଲ ଦେଖିଦେବି ନାଇଁ ରେ ସିଭିଲ ସର୍ଭିସ ଦବନି କେବେ କେବେ ଚାନ୍ସ ମିଳିଲେ ଦବ ନା ଦବନି ଦବ ତ ଆଉ ଦବ ଯଦି ତାହେଲେ ତ ବହୁତ ପଢିବାକୁ ପଡିବ ତମକୁ ଏତିକି ଟିକେ ବିଷୟ ଦେଖିକି କହୁଛ ଏଡେ ବଡଟେ ପଢିବିନି ତାହେଲେ ତମକୁ ବହୁତ ପଢିବାକୁ ପଡିବ ନା ହଉ ପଚାରୁଛୁ କୁହ ଜଣା ପଡିବ କିଏ ପଢିଛ ଡାକ୍ତର ରତନଙ୍କର ମାନସିକ ଚିକିତ୍ସା କେନ୍ଦ୍ର କେଉଁଠି ଅବସ୍ଥିତ କେଉଁଠି ଡାକ୍ତରଖାନାରେ ମଦ ଆଣି ପିନାକୀକୁ କିଏ ଦେଇଥିଲା ଆରେ ତମେ ପଢିନ କିରେ ପଢିଛ ତ କିଏ ମଦ ଖାଇ ମୁଁ ନିଜକୁ ଜଳାଇବାକୁ ଆରମ୍ଭ କରିଥିଲି ସେଇ ପଦରେ ଜଳି ପଡି ଶେଷରେ ମୁଁ ଧ୍ୱଂସ ହୋଇଯିବାକୁ ଚାହେଁ ଏ କଥା କିଏ କହିଛନ୍ତି କାହାକୁ କହିଛନ୍ତି ଡାକ୍ତର ରତନଙ୍କୁ କହିଛନ୍ତି ଯେଉଁଠି ବିଜ୍ଞାନୀ ତାର ନିଜର ସତ୍ତା ହରାଇ ବସେ ସେଇଠି ସେ କାହାକୁ ଖୋଜେ ଈଶ୍ୱରଙ୍କୁ ଖୋଜେ ପୃଥିବୀ ବଜାରର ପରିବା କେଉଁଠି ଯାଇ ରନ୍ଧା ହେବ ବୋଲି ପ୍ରଫେସର କହିଛନ୍ତି ଚନ୍ଦ୍ରରେ ଗୁଡାଏ ଭୋକିଲା ମଣିଷ ଗୋଟାଏ କଣକୁ ନଷ୍ଟ କରି ଦେଇ ପାରନ୍ତି ଜାତି ସମ୍ପ୍ରଦାୟ ଦେଶ ସଭ୍ୟତା ଗୋଟେ ସଭ୍ୟତାକୁ ନଷ୍ଟ କରି ଦେଇ ପାରନ୍ତି କେତେ ବର୍ଷ ଭିତରେ ଚନ୍ଦ୍ର ସହିତ ସମସ୍ତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ହୋଇସାରିଥିବ ବୋଲି ପ୍ରଫେସର କହିଥିଲେ 10 ବର୍ଷ ଭେରି ଗୁଡ ଗୀତା ବାଇବେଲ ଆଉ କୋରାନ ରୁ ବିଶ୍ୱାସହୀନ ମଣିଷ କଣ ଖୋଜେ ବୋଲି ପ୍ରଫେସର କହିଛନ୍ତି ବିଶ୍ୱାସଘାତକତାର ବାଣୀ ଠିକ କବିର ମନ ବିଷାକ୍ତ ନ ହୋଇ ସବୁବେଳେ କଣ ହେବା ଦରକାର ବୋଲି ଅତନୁ କହିଛନ୍ତି ପ୍ରଫୁଲ୍ଲ ମୋହଗ୍ରସ୍ତ ବିଷାଦଗ୍ରସ୍ତ ହିଂସାଗ୍ରସ୍ତ ପ୍ରଫୁଲ୍ଲ ଭୀମ ଡାକ୍ତରଖାନାରେ କାହାକୁ ଦେଖି ନୟନା ବୋଲି ଭାବୁଥିଲା ସିଷ୍ଟର କିଏ ସିଷ୍ଟର ଅଛି ସେଇ ସାବିତ୍ରୀ ସିଷ୍ଟର କହିଲେ ସେଇ ସାବିତ୍ରୀ ହେଲା ଅବଶ୍ୟ ଏଇଠି ସେ ସାବିତ୍ରୀ କୁ ଭାବୁଥିଲେ ବି ଠିକ ହବ ସିଷ୍ଟର ଲେଖିଲେ ବି କିଛି ଭୁଲ ହବନି କାରଣ ସିଷ୍ଟର ସିଏ ଜାଣିଛି କଣ ଇଏ ସିଷ୍ଟର ବୋଲି ନା ସିଷ୍ଟର ନୟନ ବୋଲି ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଭୂମିକା କେଉଁ ଗତିରେ ଚାଲିବା ଉଚିତ ବୋଲି ଜୟନ୍ତ ଅତନୁକୁ କହିଛନ୍ତି କ୍ଷିପ୍ର ଧୀର ବିଷମ ସମାନ୍ତରାଳ ନୟନା କେଉଁଠି ଲୁଚିଲେ ମଧ୍ୟ ଭୀମ ତାକୁ ଛାଡିବ ନାହିଁ କହିଛି ଗଛ ଗୁଆଡରେ ଘର କୋଣରେ ଡାକ୍ତରଖାନା ଜଳେ ସ୍ଥଳେ କି ଅବା ଅନଳେ ଅନଳ ଶବ୍ଦର ଅର୍ଥ କଣ ନିଆଁ ଠିକ ପିନାକୀ ବାବୁ କେଉଁଥିରେ ବିଫଳ ହୋଇ ମଦ ପିଇବା ଆରମ୍ଭ କରିଥିଲେ ବ୍ୟବସାୟରେ ଠିକ ବିଜ୍ଞାନ ଗବେଷଣା ଭ୍ରଷ୍ଟ ହୋଇ କିଏ ପାଗଳ ହୋଇଥିଲା ପ୍ରଫେସର ପରିଜା ଆଶାରେ ମଣିଷ ବଞ୍ଚେ ଆଦିମ ଯୁଗରୁ ମଣିଷ ଆଶାବାଦୀ ଏକଥା କିଏ କହିଛନ୍ତି
ମୁଁ ଛୁରୀ କଇଁଚି ଚଲାଇଛି ବୋଲି କଣ ମୋ ମନରୁ ମରିଯିବ ବୋଲି ଅତନୁ କହିଛି। ଜଣେ ଦରଦୀ ଲୋକ ପାଖରେ ନିଜ ମନର ବୋଝ ଅଜାଡ଼ି ଦେଲେ ମନଟା ବହୁତ ପରିମାଣରେ କଣ ହେଇଯାଏ? କଣ ଦେଖାଇବା ଡାକ୍ତର ଓ ସେବିକାଙ୍କର ଧର୍ମ? ସେବା ଓ ସହାନୁଭୂତି ଦେଖାଇବା ପ୍ରତ୍ୟେକ ଡାକ୍ତର ଓ ସେବିକା ମାନଙ୍କର ଧର୍ମ। ଜୟନ୍ତ ବାବୁ କାହାର ସ୍ୱାମୀ ଅଟନ୍ତି? ରୀତାର ସ୍ୱାମୀ। କାହା ସ୍ୱରରେ ରହିଛି ରୀତା ଦେବୀଙ୍କର ଜୀବନ ତନ୍ତ୍ରୀର ଅଜସ୍ର ବ୍ୟାକୁଳତା? ଭାୟୋଲିନ ହେଲା, ଭାୟୋଲିନର ସ୍ୱରରେ। ରୀତା ଭାୟୋଲିନର ଛନ୍ଦେ ଛନ୍ଦେ କାହାକୁ ଖୋଜେ? କବିତାକୁ ଖୋଜେ। ଆଦର୍ଶଟା କାହା ଦ୍ୱାରା ପରିଚାଳିତ ହୁଏ ବୋଲି ବୀରବାବୁ କହିଛନ୍ତି? ଧର୍ମ ଦ୍ୱାରା। ଯୁଦ୍ଧ ଭୂମିରେ ଦିନେ ବୋମା ମାଡ଼ର ଶିକାର କିଏ ହେଇଥିଲେ? ବୀର। ମନସ୍ତାତ୍ତ୍ୱିକ ଚିକିତ୍ସାର ଗବେଷଣା ପାଇଁ ଡକ୍ଟର ଅତନୁ କେଉଁଠାକୁ ଯାଇଥିଲେ? ସର୍ବଗ୍ରାସୀ ନିଶା ତାକୁ ଯେମିତି କଣ କରିଦେଇଛି ବୋଲି ପିନାକୀ କହିଛି? ଭଲ ମଣିଷ, ଦାର୍ଶନିକ, ବୈଜ୍ଞାନିକ, ଗୋଟେ ମାଟିର କଣ୍ଢେଇ। କଣ? ବ୍ୟବସାୟ ମାଟିର କଣ୍ଢେଇ। ହଁ, ବ୍ୟବସାୟ ତ ଗୋଟାଏ ଜୁଆ ଖେଳ। ଏକଥା କିଏ କହିଛନ୍ତି ଆଉ କାହାକୁ କହିଛନ୍ତି? ବ୍ୟବସାୟ ତ ଗୋଟେ ଜୁଆ ଖେଳ। ଏକଥା କିଏ କାହାକୁ କହିଛନ୍ତି? ଡାକ୍ତର ସିଷ୍ଟରକୁ କହିଛନ୍ତି। ପଢିଛ? କେତେବେଳେ କହିଲେ ଡାକ୍ତର ସେ କଥା? କେତେବେଳେ ଡାକ୍ତର ସିଷ୍ଟରକୁ କହିଛନ୍ତି? ନୁହେଁ? ଆଚ୍ଛା, ଯଦି ନୁହେଁ ତାହେଲେ ଆନ୍ସର କଣ? ମୁଁ କହିଥିଲି। ଆଚ୍ଛା, ଅତନୁ ପିନାକୀକୁ କହିଛନ୍ତି। ଅତନୁ କିଏ କି? ଡାକ୍ତର। ଅତନୁ ଡାକ୍ତର ନା, ଡାକ୍ତର ପିନାକୀକୁ କହିଛନ୍ତି। ହଉ, କେତେବେଳେ କହିଛନ୍ତି? କେତେବେଳେ କହିଛନ୍ତି? ପଢିନ? ମନେ ପଡୁନି? ମନେ ପଡୁନି? ଏଇ କୋଶ୍ଚିନ୍‌ଟା ଚିହ୍ନ ମାର। ପଢିବ, ପୁଣି ବହି ଭିତରୁ ପଢିବ, ବାହାର କରିବ। ପୁଣି ପଢିବ ଏଇଟା, ହେଲା। କାହାର ଅପରେସନ ପାଇଁ ଡକ୍ଟର ସେନଙ୍କୁ ଡକା ହେଇଥିଲା? ସମସ୍ତେ କେଉଁଠିକି ଆସନ୍ତି କାନ୍ଦି କାନ୍ଦି କିନ୍ତୁ ଗଲାବେଳେ ଯାଆନ୍ତି ହସି ହସି? ଅତନୁ ଚିକିତ୍ସା କେନ୍ଦ୍ରକୁ। ଅତନୁଙ୍କ ଚାପୁଡା ମାଡକୁ କିଏ ଆଗାମୀ ସକାଳ ପାଇଁ ପ୍ରାପ୍ୟ ବୋଲି ଧରି ନେବ? ରୀତା। ଟିକେ ନିରୋଳାରେ ବସି ପଡିଲେ କାହାକୁ ରୀତାର ବଡ ବଡ କଳା କଳା ଆଖି ଗୁଡାକ ଭୟ ଦେଖାନ୍ତି? ଜୟନ୍ତୁ। ଜୟନ୍ତକୁ, କାରଣ ସିଏ ଯେତେବେଳେ କୁହେନି, କାରଣ ତାର ବଡ ବଡ ଆଖି, ଇଏ କାହିଁ ଦେଖିବ? ମାନେ ତମର ଜୟନ୍ତକୁ। ମୋର ଯଦି କିଛି ଗୋଟାଏ କଣ କିରେ ଆନ୍ସର କଣ? ଟିକେ ନିରୋଳାରେ ବସି ପଡିଲେ କାହାକୁ ରୀତାର ବଡ ବଡ କଳା କଳା ଆଖି ଗୁଡିକ ଭୟ ଦେଖାନ୍ତି? ଜୟନ୍ତ। ମୋର ଯଦି କିଛି ଗୋଟାଏ ହେଇଯାଏ ତେବେ ବେବିର ଦାୟିତ୍ୱ କିଏ ବହନ କରିବେ ବୋଲି ପିନାକୀ କହିଛନ୍ତି? ମୋର ଯଦି କିଛି ହେଇଯାଏ ତେବେ ବେବିର ଦାୟିତ୍ୱ କିଏ ବହନ କରିବେ ବୋଲି ପିନାକୀ କହିଛନ୍ତି? ଡକ୍ଟର ଅତନୁକୁ କହିଛନ୍ତି। ପ୍ରଫେସର କହିଛନ୍ତି, ଡାକ୍ତର, ମୋ ଜୀବନଟା ନେଇ ତମେ କାହା ଦେହରେ ଭର୍ତ୍ତି କରି ଦେଇ ପାରିବ? ବେବିର ଡାଡି ପିନାକୀ ଦେହରେ। ମରି ଯାଇଥିବ ନା ପିନାକୀ, ବେବି କାନ୍ଦୁଥିବ ସେ ଷ୍ଟୋରିରେ। ବେବି ଯେତେବେଳେ କାନ୍ଦୁଥିବ ତାକୁ ଦେଖିକି ହଁ, ବେବିଙ୍କର ଡାଡି। ବେବିଙ୍କର ଡାଡି କିଏ? ପିନାକୀ। ଅମାବାସ୍ୟାର ଚନ୍ଦ୍ର ଏକ କେଉଁ ଗ୍ରନ୍ଥ? ଉପନ୍ୟାସ। ହଁ,
ବେବି କାହାର ଝିଅ? ପିନାକୀ ବାବୁ ଜଣେ କଣ ଥିଲେ? ବ୍ୟବସାୟୀ। ଫୁଟନ୍ତା ଫୁଲର ଓଠରେ କଣ ଶୋଭା ପାଏନା? ପ୍ରଜାପତି ବର୍ଷାବିନ୍ଦୁ ଦାରୁଣ ଲୁହର ଧାର କାକର ବିନ୍ଦୁ। ଲୁହର ଧାର। କିଏ ଚାହିଁଲେ ରୀତାର କଣ୍ଠରେ ଲଳିତ ଛନ୍ଦ ଫୁଟାଇ ପାରିବେ? ଡକ୍ଟର ଅତନୁ ଚାହିଁଲେ ରୀତାର କଣ୍ଠରେ ଲଳିତ ଛନ୍ଦ ଫୁଟାଇ ପାରିବେ। ଏକଥା କିଏ କହିଛନ୍ତି? ନାଇଁ, ଏକଥା କିଏ କାହାକୁ କହିଛି? ଗପ ମନେ ପକାଅ, ଏଥିରେ ନାହିଁ। ଜୟନ୍ତ କହିଲା ଡାକ୍ତରକୁ ଜଲ୍ଦି ଜଲ୍ଦି ମୋ ସ୍ତ୍ରୀକୁ ଭଲ କରିଦିଅ, ସେ ଏମିତି ଗୁମସୁମ ହେଇ ବସୁଛି, ଏମିତିଆ ମନ ଇଚ୍ଛା କବିତା ଭାୟୋଲିନ ପଛରେ ପାଗଳ ଅଛି। ତମେ ଚାହିଁଲେ ପୁଣି ଥରେ ସେ ହସି ଉଠିବ, ପୁଣି ସେ ଭଲ ହେଇଯିବ। ଦେବଭୋଗ୍ୟ କଦଳୀକୁ କିଏ ଖାଇଦେଲା? ଏଇଠି କମେଡି ସିନ୍ ଆସିଥିଲା। କିଏ ଖାଇଥିଲା? ବୀର। ଭୀମ କାହା ପାଇଁ ପାଗଳ ହେଇଛି? କିଏ ମିଥ୍ୟାର ଗୋଟେ ପ୍ରତିମୂର୍ତ୍ତି ବୋଲି ରୀତା କହିଛନ୍ତି? କିଏ ମିଥ୍ୟାର ଗୋଟେ ପ୍ରତିମୂର୍ତ୍ତି ବୋଲି ରୀତା କହିଛନ୍ତି? ଡାକ୍ତର ଅତନୁକୁ। ଯେତେବେଳେ ଜାଣି ଦେଇଥିବ ନା, ତାକୁ କେତେ କଥା କହିବ। କବିତା ଶତଦଳ କେଉଁ ପୁରସ୍କାର ପାଇଁ ମନୋନୀତ ଥିଲା? ଆଉ ନା ମନ ଇଚ୍ଛା ମାରୁଛି। 41 ନମ୍ବର। କବିତା ଶତଦଳ କେଉଁ ପୁରସ୍କାର ପାଇଁ ମନୋନୀତ ହେଇଥିଲା? ସାହିତ୍ୟ ଏକାଡେମୀ ପୁରସ୍କାର ନୁହଁ। ହଁ। କବିତା ଶତଦଳର ପୁରସ୍କାର ରାଶି କେତେ ଟଙ୍କା ଥିଲା? ନା 10 ଲକ୍ଷ ନା 1 ଲକ୍ଷ ନା 10 ଲକ୍ଷ? 1 ଲକ୍ଷ। ତମକୁ ପୁରସ୍କାର 10 ଲକ୍ଷ ଦେଇଦେବେ ଗୋଟେ କବିତା ପାଇକି? କେଉଁ କମିଟି ତରଫରୁ କବି ଜୟନ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯିବ? ନାଗରିକ କମିଟି, ସାଧାରଣ କମିଟି, ବନବାସୀ କମିଟି, ସଦ୍ଭାବନା କମିଟି। ହଁ। ମତେ ବିଦାୟ ଦେବା ପୂର୍ବରୁ ତମେ ନିଜେ ବିଦାୟ ନେଇ ଚାଲିଗଲ, ଏକଥା କିଏ କହିଛନ୍ତି? ନା ପ୍ରଫେସର ଯେତେବେଳେ ଭଲ ହେଇଯାଇଛନ୍ତି ନା, ସେତେବେଳେ ପାଗଳ ହେଇଥିଲେ। ସେ ଭଲ ହେଇଯାଇଛନ୍ତି, ଲେଷ୍ଟକୁ ଯେତେବେଳେ ଦେଖିଛନ୍ତି ମରି ଯାଇଛନ୍ତି, ତାଙ୍କର ଯିବା ବେଳେ ଆସିଯାଇଛି। ଟାଟା ବାଏ ବାଏ କଲା ବେଳକୁ ଶୁଣିଲା ବେଳକୁ ମରି ଯାଇଛନ୍ତି, ନାଇଁ? ତ ପ୍ରଫେସର ପରିଜା କହୁଛନ୍ତି ଯେ ମତେ ବିଦାୟ ଦେବା ପୂର୍ବରୁ ତୁମେ ନିଜେ ବିଦାୟ ନେଇଗଲ। କବିତା ଶତଦଳ କେଉଁ ଭାଷାରେ ଅନୁବାଦ ହେଇଥିଲା? ହିନ୍ଦୀ ଭାଷାରେ। 5 ନମ୍ବର କୋଠରୀରେ କେଉଁ ପେସେଣ୍ଟ ରହୁଥିଲେ? ରୋଗୀ ଉପରେ କଣ ବେଶୀ ପ୍ରଭାବ ପକାଏ ବୋଲି ଅତନୁ କହିଛି? ମାନସିକ ଚିନ୍ତା। ଚିକିତ୍ସା କେନ୍ଦ୍ର ରୂପେ ସରୋବରର ରାଜହଂସ କିଏ? ଡକ୍ଟର ଅତନୁ। ବେବିର ସଙ୍ଗୀତଟି ନାଟକର କେଉଁ ସ୍ଥାନରେ ସଂଯୋଜିତ ହୋଇଛି? ପ୍ରାରମ୍ଭରେ, ପ୍ରଥମାର୍ଦ୍ଧରେ, ମଧ୍ୟଭାଗରେ, ଶେଷରେ? ମଧ୍ୟଭାଗରେ। ଶେଷରେ ନା? ବହି ଦେଖୁନ।
ମାନେ ସେ ଯୋଉ ବେବିର କବିତାଟା ସବା ଶେଷରେ ଅଛି ନା। ମଝିରେ ଯେ ଗୀତ ବୋଲିଛି ବୋଲି କୁହା ହେଇଛି, କିନ୍ତୁ ତାର ଯୋଉ ବାଖ୍ୟାଟି ଲାଷ୍ଟ କୁ ଦେଖ, ବେବିର ସଙ୍ଗୀତ ଯୋଉଟା ସେଟା ବିଷୟର ପୁରା ଶେଷରେ ଅଛି ହେଲା। ଆଗରୁ ବହି ଭିତରେ ଯୋଉଟା ଅଛି ସେ ଗୀତଟି ବୋଲିବାକୁ କୁହାଯାଇଥିଲା, ଆଉ ସେ ଗୀତଟି ବୋଲିଛି, କିନ୍ତୁ ସେଟା ଯୋଉ ଗୀତଟି କୋଉଠି ଅଛି ନା ଶେଷ ଭାଗରେ। ତୁମ କ୍ୱେଶ୍ଚିନ୍ କଣ ଅଛି ନା ରୋଗୀ ସରି ବେବିର ସଙ୍ଗୀତଟି ନାଟକର କେଉଁ ସ୍ଥାନରେ ସଂଯୋଜିତ ହୋଇଛି। ସଂଯୋଜିତ ହବା ମାନେ ଯୋଡି ହବା ହେଲା, ସଂଯୋଗ କରାହବା କୋଉଟା ନା ବେବିର ସଙ୍ଗୀତ। ତେବେ ବେବିର ସଙ୍ଗୀତଟା ନାଟକର ପୁରା ଶେଷ ଭାଗରେ ସଂଯୋଜିତ ହେଇଛି ବା ଶେଷ ଭାଗରେ ଯୋଡା ଯାଇଛି ହେଲା। ତ ଏଇଠି ଆନ୍ସର ହବ ଶେଷରେ। ମଣିଷ ଜୀବନ ପାଇଁ ହସ ଯେତିକି ଦରକାର ଆଉ କଣ ସେତିକି ଦରକାର ବୋଲି ଏଠି କୁହାଯାଇଛି। ଲୁହ। ଲୁହ ଠିକ। କିଏ ପୁରାତନକୁ ଧରି ବସି ରହେ ନା। ଗାଳ୍ପିକ ବିଜ୍ଞାନୀ ଗାଣିତିକ ଲେଖକ ପୁରାତନକୁ ବିଜ୍ଞାନୀ ଧରି ବସି ରହେ ନା। ବିଜ୍ଞାନୀ ପୁରାତନକୁ ଧରି ବସି ରହେ ନା। ମଦ୍ୟପଠି ନିଶା ଥିବା ପର୍ଯ୍ୟନ୍ତ ସେ ନିଜକୁ କିପରି ମନେ କରିଥାଏ। ଅସ୍ଥିର ଶକ୍ତିମାନ ଦୁର୍ବଳ ସ୍ଥିର। ନାଇଁ ଶକ୍ତିମାନ, ସେ ଭାବେ ମୁଁ ସର୍ବଶକ୍ତିମାନ। ହଁ ମୁଁ ହେଲା ସର୍ବଶକ୍ତିମାନ, ମୋ ଦେହରେ ବହୁତ ବଳ, ସେଥିପାଇଁ ତ ସେ ବିଭିନ୍ନ ପ୍ରକାରର ଯୋଉ ନିଶାରେ କରୁଥାଏ, ସେ ଭାବେ 5ଟା ଲୋକଙ୍କୁ ବାଡେଇ ଦେବି ମୁଁ ଏକୁଟିଆ। ହଁ ଶକ୍ତିମାନ ହେଇଯାଏ ମଦ ପିଇ ଦେଇକି। ଯେମିତି ନିଶା ଖସିଯାଏ, ତାକୁ ଯୋଉ ବାଡେଇଥାନ୍ତି ଧରି ପକେଇ ବାନ୍ଧିକି, ତାର ସବୁ ନୋଳା ଫାଟି ଯାଇଥାଏ ଯୋଉଟା, ସେ ସବୁ ବିନ୍ଧା ଦରଜ ଆରମ୍ଭ ହେଇଯାଏ। ମଦ୍ୟ ଠିକ ଅଛି। ତା ମଦ୍ୟପଠୁ ନିଶା ଛାଡିଗଲା ପରେ ସେ କଣ ଅନୁଭବ କରେ? ଦୁର୍ବଳ। କଣ ଦେଖି ଜହ୍ନ ରାଇଜରୁ ଲୋକେ ଚକିତ ହେବେ ବୋଲି କୁହାଯାଇଛି? ବୁଦ୍ଧିବଳ ତାକତ, ନଈନାଳ ପୋଖରୀ, ବଣ ବିଲ ପାହାଡ, ବନ୍ଧ ବାଡ ପାଚେରୀ। ଆମର ବୁଦ୍ଧି ବଳ ତାକତ ଦେଖିକି ଜହ୍ନ ରାଇଜର ଲୋକମାନେ ମଧ୍ୟ ଚକିତ ହେଇଯିବେ ବୋଲି ଏଇ ନାଟକରେ କୁହାଯାଇଛି। ରାଜହଂସ ଗୋଟେ କେଉଁ ଧରଣର ନାଟକ? କୋଉ ପ୍ରକାରର ନାଟକ ଏଇଟା? ମନସ୍ତତ୍ତ୍ୱବିତ୍। ଉପରେ ଅଛି ବା। ରାଜହଂସ ଏକ ମନୋବୈଜ୍ଞାନିକ ପରୀକ୍ଷା ମୂଳକ ନାଟକ ହେଲା। ପେଜ ନମ୍ବର 420 ର ଲାଷ୍ଟ ପାରାଗ୍ରାଫ ର ଫାର୍ଷ୍ଟ ଲାଇନ। ରାଜହଂସ ଏକ ମନୋବୈଜ୍ଞାନିକ ପରୀକ୍ଷା ମୂଳକ ନାଟକ। ଠିକ। କେଉଁ ଚିନ୍ତା ରୋଗ ଉପରେ ବେଶୀ ପ୍ରଭାବ ପକାଇଥାଏ? ମାନସିକ ଚିନ୍ତା। 9 ନମ୍ବର କୋଠରୀରେ କେଉଁ ପେସେଣ୍ଟ ରହୁଥିଲେ? ସେମ ଜିନିଷ ଗୁଡାକ ରିପିଟ ହେଇଛି। ତାହେଲେ ଆମେ ସେଇ ଦେଖିବ। ଆଉ ପଢିଛ 2 ମାର୍କିଆ ପଢିଛ? ଏକ ମାର୍କିଆ ପଢିଥିଲ? 2 ମାର୍କିଆ ପଢିନ? ଏକ ମାର୍କିଆ ପଢି ଦେଇଛ ପୁରା ଏମସିକ୍ୟୁ ଆଉ 1 ମାର୍କ କ୍ୱେଶ୍ଚନ। ଭେରି ଗୁଡ। ଠିକ। କାଲିକୁ ନେକ୍ସଟ କ୍ଲାସ କୁ 2 ମାର୍କିଆ ଆଉ 3 ମାର୍କିଆ ପଢିକି ଆସିଥିବ ହେଲା। ନେକ୍ସଟ କ୍ଲାସ କୁ ମୁଁ ପଚାରିବି 2 ମାର୍କିଆ 3 ମାର୍କିଆ। ଠିକ। ଆଜିରେ ଗ୍ରାମାର ନା ସେ ବିଷୟ ଅଧା ଅଛି? ସେ ବିଷୟ ଅଛି ନା ଅଳ୍ପ ଟିକେ? ହଉ ଚାଲ। 79। ସେତେବେଳେ ଯାଇ କଣ ଥିଲା ନା କହିଥିଲେ ଯେ ଗଙ୍ଗା ମାତା କହୁଛନ୍ତି କାହାକୁ ନା ଗଙ୍ଗା ମାତା କହୁଛନ୍ତି ଚୋଡଗଙ୍ଗ ଦେବକୁ, ତୁମେ ହଉଛ ସେଇ ଲୋକ, ତୁମେ ଧର୍ମବୀର ବି ଯୁଦ୍ଧବୀର ବି। କାହିଁକିନା ଯୁଦ୍ଧବୀର ଯୁଦ୍ଧ ମାଧ୍ୟମରେ ସବୁ କିଛି ଜୟ କରିପାରିବ ଯୋଉଟା ତମ ପାଖରେ ସେ ସକ୍ଷମ ଅଛି, କିନ୍ତୁ ତା ସହିତ ଗୋଟେ ଯୁଦ୍ଧବୀର କେବେ ଧର୍ମର ପ୍ରତିଷ୍ଠା କରିପାରିବନି ଯେ ପର୍ଯ୍ୟନ୍ତ ସେ ଗୋଟେ ଧର୍ମବୀର ନ ହେଇଛି। ତେଣୁ ଆମ ନଜରରେ ତୁମେ ହଉଛ ସେଇ ଧର୍ମବୀର ଯିଏ କି ବୈଷ୍ଣବ ଧର୍ମର ପ୍ରଚାର କରିପାରିବ, ବୈଷ୍ଣବ ଧର୍ମର ପ୍ରତିଷ୍ଠା କରିପାରିବ ଏଇ ଯୋଉ ଭୂଭାଗରେ। ଯେମିତି କି ପୁରାତନର କାହାର ଉଦାହରଣ ଦିଆଯାଇଥିଲା? ଦେବବ୍ରତ ଭୀଷ୍ମଙ୍କର ଉଦାହରଣ ଦିଆଯାଇଥିଲା। ମୁଁ ବୋଧେ ଆର କ୍ଲାସରେ ଗପଟା କହିଥିଲି ନା ଭୀଷ୍ମଙ୍କ ବିଷୟରେ। ତ ଭୀଷ୍ମଙ୍କର ଏଇଠି ଉଦାହରଣ ଦେଇଛନ୍ତି ଯେ ସେ ଦେବବ୍ରତ ଯେମିତି
वैष्णव धर्म प्रतिष्ठा करथिले द्वापर जुगरे वर्तमान ए जो कली जुगरे कथा कहले ताले किए काहाको बाछिचंती ना चोडगंग देव को बाछिचंती जे तुमे होछ सेई लोक जे कि वैष्णव धर्मर प्रतिष्ठा करिपरिबो से वैष्णव धर्मर प्रतिष्ठा पाई कि तुमको आमे बाछिचो सेति पई तुमे कोठी वैष्णव धर्मर प्रतिष्ठा करिबो कलिंगरे सेति पई तुमको निहाती भाबरे कलिंगर श्रेष्ठ बा कलिंगर सम्राट हबा पई पड़िबो आउ सेटा तमे जो बाट अवरोध करिसेंती देवी मांकर जो जैत्रमणि धारण करिकी राजा सुवर्णकेशरी बाट अवरोध करछन्ते सेटा आपे आपे जेहेतु तुमर एटा करिवार अछि भाग्य से रास्ता तुमको खोली देबो ए कथा गंगा माता आसिकी कहिसेंती चोडगंगा देवंकर आगे एवं सेठी कहउचंती तुमे जाओ जेउ जगारे बाहुबल काम न करिवो बाहुबल रे शत्रु डरी कि रुए शत्रु भीति मन माने जागरण करि थाए बाहुबल किंतु आ गोटे कौन धर्म बल कौन शत्रु प्रीति आनी जिए शत्रु मनरे भी जदि तुमे धर्म रे थिबो ताले तम सामने रे थिबा शत्रु मध्य ता मनरे तम पई कि भल पाइबा सृष्टि हेई परिबो किंतु तमे जदि बाहुबल देखैबो ताले शत्रु तुमको भय करिवे तुमको भल पाइबेनी तमे जदि धर्मपरायण हेइथिबो ताहले शत्रु तुमको भल मध्य पाइबे तांको मनरे तम प्रति गोटे सम्मान आसी जीवो एई कथा कहि कि बुझैचंती गंगा माता ताको तापर कोन कहउचंती ना धर्म युद्धे सेई प्रीति लभिबार नियति फिटाई देव तते द्वारा आ सेई धर्म युद्ध रे जो सुवर्णकेशरी आ चोडगंग देव तांको दी जनकर वर्तमान घोर शत्रु उभय उभयंकर शत्रु किंतु एठी गंगा माता कहउचंती तुमे जाओ तमे धर्म आचरण करिवो जदि न्याय आचरण करिवो ताहले सेई धर्म द्वारा तमे प्रीति लाभ करि परिबो अर्थात तुमर शत्रु तुमको भल पाइबे तुम शत्रु तुमर प्रशंसा करिबा आ तुमको तुम रास्ता अवरोध करिवेनी नियति फिटाई देव तते द्वार नियति हैला भाग्य भाग्य तो पई कि द्वार फिटाई देव तुमे जाओ तुम पई कि सब द्वार भाग्य ही फिटाई दे पारिबो बुझीबाकू हेबो एकाए समरे पडिबु सहाय थिले हरबरे ना सॉरी जुझीबाकू हेबो एकाए समरे पडिबु सहाय थिले हरबरे तापरे कोन कहउचंती जुझीबाकू हेबो एकाए समरे जुझीबाकू माने युद्ध करिबा पई किना तते एकुटिया ए जो समर हैला युद्ध ए युद्ध रे तते एकुटिया लढिबाकू पडिबो एकुटिया युद्ध करिया पडिबो पडिबु सहाय थिले हरबरे आउ जदि तोर पाखरे के सहायकारी थिबो सहाय थिबो जदि तू आउ कहार सहाय नबु ताहले निश्चिंत भाବରେ तू हरबरे पडिबु हरबरे हैला हैराण रे पडिबु तेबे तते ए युद्ध एकुटिया जय करिया पडिबो ए युद्धर ए जो लढई तते एकुटिया लढिया को पडिबो तू जदि एकुटिया न लढी की अन्य कार सहारा रे लढिबु बा आउ कार सहाय नबु ताले निश्चिंत भाବରେ तू असुविधा रे पडिबु बा हैराण रे पडिबु ए कथा कहिसेंती गंगा माता भाग्यर मीमांसा हेबो तार आज लभिबु तु चिर जस अबा लाज भाग्यर मीमांसा हेबो तार आज से भाग्यर मीमांसा हबो मीमांसा कहले निष्पत्ति बा सिद्धांत किंबा अनुसंधान कहि पारे निष्पत्ति कहि पारे बा सिद्धांत कोन निष्पत्ति हबो हेबो तार आज आजी सेई भाग्यर तोर जो भाग्य बଳରେ तू सब किछि जय करि परिबु बा तो भाग्य रे कोन अछि आजी तार निष्पत्ति हेइ जिवो आजी तार सिद्धांत हबो कोन ना लभिबु तू चिर जस बा लाज तू सारा दिन पई कि ना चिर दिन पई कि जस लभिबु किंबा तू लाज अनुभव करिबु जदि तू तोर भाग्य रे जदि ठीक थिबो तोर धर्म पथ जदि ठीक थिबो ताहाले तू सब संसार रे जस अर्जन करिबु बा कीर्ति अर्जन करिबु जदि तू खराब थिबो तोर धर्म नथिबो अधर्म पथ रे जिबु ताहाले तू अपकीर्ति बा मान सम्मान तोर नष्ट हबो लज्जा बोध करिबु तेनु आज ही सेटा जणा पड़ जिवो तोर भाग्य रे कोन अछि तू भलो जिवो ना खराब जिवो जस लाभ करिबु ना लज्जा बोध करिबु तो भाग्यर मीमांसा हेबो तार आज लभिबु तु चिर जस अबा लाज एई रण जिणिले हेबु तु ही धन्य ए देवी हेबे सदा एही देवी हेबे सदा सुप्रसन्न एही देवी कहिले से एठी काहाको कथा कहउचंती निजे गंगा माता तो कहउचंती को देवी को कथा कहउचंती पार्वती माता को कथा कहउचंती काहे कि ना से टिके पूर्वरु कोन कहले ना पार्वती को पूजा करिया पे सपत्नी कर पूजा करिया को मु तते एठी के आनिछि तेणु करी कहउचन मु तो खुशी हेबी माता पार्वती मध्य खुशी हेबे कोन ना जदि तू ए जो रण जितिले बा ए युद्ध जितिले हेबु तू धन्य हेइ जेबे आउ तते एई देवी मध्य सदा सुप्रसन्न हेबे तू तोर ऊपर खुशी हेबे तते प्रशंसा करिवे तो प्रति प्रसन्न चित्त मनोभाव रखिबे
ଭବେ ଏହାଙ୍କର ନାମ ମହାନଦୀ। ପୁଣି ଏଠି ତାଙ୍କର ନାଁ କହୁଛନ୍ତି କେତେ ପ୍ରକାରର ନାଁ। ନାଇଁ ନାଇଁ, ଗଙ୍ଗା ନଦୀ ନିଜେ କହୁଛନ୍ତି, ନିଜେ ଖୁସି ହେବା କଥା କହୁଛନ୍ତି ଏଠି, କାହିଁକି ନା ଏଠି ତାଙ୍କର ଅନ୍ୟ ନାମ ଗୁଡିକ ଯେତେବେଳେ କହୁଛନ୍ତି ଭବେ ଏହାଙ୍କର ନାମ ମହାନଦୀ। ଭବେ ହେଲା ପୃଥିବୀରେ, ପୃଥିବୀରେ ଏହାଙ୍କର ନାମ ମହାନଦୀ ମଧ୍ୟ। ତବେ ଗଙ୍ଗା ର ଯୋଉ ପ୍ରବାହିତ ହେଇଛି ତାର ଯୋଉ କୋଉଠି ନା କୋଉଠି ଶାଖା ପ୍ରଶାଖା ସବୁ ନଦୀ, ସବୁ ନଦ ନଦୀ ସମସ୍ତଙ୍କ ସହିତ କୋଉଠି ନା କୋଉଠି ଶାଖା ପ୍ରଶାଖା ଦ୍ଵାରା ମିଶିଥାନ୍ତି, ସମସ୍ତେ ଯାଇକି ସାଗରରେ ମିଶିଥାନ୍ତି। ତେଣୁ କହୁଛନ୍ତି ଭବ ସାଗରରେ ବା ଏଇ ଯୋଉ ପୃଥିବୀରେ ମହାନଦୀ ନାମରେ ଯୋଉ ନାମ, ସେଇଟା ମଧ୍ୟ ମୋର ଅନ୍ୟ ନାମ ବୋଲି ଗଙ୍ଗା ମାତା କହୁଛନ୍ତି। ଭବେ ଏହାଙ୍କର ନାମ ମହାନଦୀ, ଉତ୍କଳ ଭୁବନେ ଏହି ବିଷ୍ଣୁପଦୀ। ଆଉ ସମଗ୍ର ଉତ୍କଳରେ ଏହା ହଉଛନ୍ତି ବିଷ୍ଣୁପଦୀ। ଏଇଟା ଟିକେ ଓଲଟା ହବ ହେଲା, କାହିଁକି ନା ଉତ୍କଳରେ ହେଲା ମହାନଦୀ, ସମଗ୍ର ଭୁବନରେ ହେଲା ଗଙ୍ଗା ନଦୀ। କାହିଁକି ନା ଗଙ୍ଗା ଆମେ ଏଇଠି ଓଡିଶାରେ, ଉତ୍କଳ ହେଲା ଓଡିଶା, ଓଡିଶାରେ କଣ ଗଙ୍ଗା ନଦୀକି ଆମେ କୋଉଟାକୁ ଚିହ୍ନୁଛେ ଗଙ୍ଗା ନଦୀ ବୋଲି, କିନ୍ତୁ ଓଡିଶାରେ କୋଉ ନଦୀ ଆମେ ଜାଣୁଛେ ମହାନଦୀ ବୋଲି ଜାଣୁଛେ, କିନ୍ତୁ ବିଶ୍ୱରେ ଗଙ୍ଗା ନଦୀ ଜାଣୁଛେ। କାହିଁକି? କାହିଁକିନା ଗଙ୍ଗା ନଦୀ ତୁମର ଅଛି କଲିକତା ଗଲେ ସେଠି ଗଙ୍ଗା ନଦୀ କୂଳ ଅଛି, ତୁମର କାଶୀ ବୃନ୍ଦାବନରେ ବି ଅଛି, ନାଇଁ କି ବନାରସ ରେ ବହୁ ଜାଗାରେ ଯୋଉଠି ଯୋଉଠି ସବୁ ଅବବାହ ହେଇ ହେଇଯାଇଛି, ବହି ବହିକା ଯାଇଛି ସେଇଠି, ତ ବିଭିନ୍ନ ଭାରତର ବିଭିନ୍ନ ସ୍ଥାନରେ ଗଙ୍ଗା ନଦୀ ର ମାନେ ଅଛି ବା ବହି ଯାଇଛି ବୋଲିକିନା ସେଟା ତାଙ୍କର ଗଙ୍ଗା ନଦୀର ତଟ ଦେଶ ବୋଲି କୁହାଯାଏ। ତ ଏଇଟା ଧାଡି ଟିକେ ଏପଟ ହବ, ଏପଟ ସେପଟ ହବ, କାହିଁକିନା ଯୋଉ ଲେଖିଛି ଭବେ ଏହାଙ୍କର ନାମ ମହାନଦୀ, ଭବ ହେଲା ପୃଥିବୀ, ଭବ ମଣ୍ଡଳ ପୃଥିବୀ, ପୃଥିବୀରେ ବିଷ୍ଣୁପଦୀ ହେଇପାରିବ। ବିଷ୍ଣୁପଦୀ ହେଲା ଗଙ୍ଗାଙ୍କର ଅନ୍ୟ ନାମ। ବିଷ୍ଣୁପଦ ବିଷ୍ଣୁପଦୀ, କାହିଁକିନା ବିଷ୍ଣୁପଦୀ ବୋଲି କାହିଁକି ତାଙ୍କ ନାଁ ଦିଆଯାଇଛି, ବିଷ୍ଣୁଙ୍କର ବୁଢା ଆଙ୍ଗୁଠିରେ ନଖ କୋଣରେ ପ୍ରଥମେ ଗଙ୍ଗା ଥିଲେ, ଯେତେବେଳେ ତାଙ୍କ ବୁଢା ଆଙ୍ଗୁଠିରୁ ଝରିଲେ ସେତେବେଳେ ଭାଗୀରଥୀଙ୍କ କଥା ମନେ ପକେଇବା ଯଦି ଆମେ, ସେତେବେଳର କଥା ଯେ ଗଙ୍ଗା ତାଙ୍କର ଲୋକମାନେ ଯୋଉ ମରି ଯାଇଥିଲେ ପାଣି ଆସିକି ଛୁଇଁଲେ ସେ ବଞ୍ଚିବେ, ଏମିତି ପୁରାଣରେ ଯୋଉ ଥିଲା, ବିଷ୍ଣୁଙ୍କର ନଖ କଣେ ଥିଲା, ବାମନ ଅବତାର ବେଳରେ ଭାଗୀରଥୀ ତାକୁ ଆଣିଥିଲା ମର୍ତ୍ତ୍ୟ ମଣ୍ଡଳକୁ, ଗଙ୍ଗା ମାତାଙ୍କୁ। ଯେତେବେଳେ ବିଷ୍ଣୁଙ୍କର ନଖ କୋଣରେ ଥିଲା, ସେ ଯୋଉ ଝର ଏକାଥର ପଡିଲା, ସବୁଠି ନଷ୍ଟଭ୍ରଷ୍ଟ ହେଇଗଲା। ତାପରେ ସେଠୁ କଣ ହେଲା, ପୃଥିବୀ ଧ୍ୱଂସ ହେଇଯିବ ଭାବିକି ତାକୁ ଶିବ ତାଙ୍କର ଗୋଟେ ଜଟାରେ ଧାରଣ କରିଥିଲେ ହେଲା। ସେଥିପାଇଁ କି ନା ଗଙ୍ଗାଙ୍କର ଅନ୍ୟ ନାମ ବିଷ୍ଣୁପଦୀ ମଧ୍ୟ, ଯେହେତୁ ବିଷ୍ଣୁଙ୍କର ପାଦର ନଖ କଣରୁ ବାହାରିଥିଲେ, ତେଣୁ ତାଙ୍କର ଅନ୍ୟ ନାମ ହେଲା ବିଷ୍ଣୁପଦୀ। ତ ସେଥିପାଇଁ କହୁଛନ୍ତି ପୃଥିବୀରେ ଏହାଙ୍କର ନାମ ହଉଛି ବିଷ୍ଣୁପଦୀ, ଏବଂ ଉତ୍କଳ, ସମଗ୍ର ଉତ୍କଳ ଭୁବନରେ ଯିଏ ମହାନଦୀ ନାମରେ ବିଖ୍ୟାତ, ମୁଁ ହଉଛି ସେଇ ନଦୀ। ନୀଳ ସାଗରର ଫେନିଳ ତରଙ୍ଗ ଏହି ଶୈଳ ପଦେ ହେଉଥିଲା ଭଙ୍ଗ। ନୀଳ ସାଗର, ସାଗରର ଯୋଉ ଜଳ, ଜଳରାଶି, ନୀଳ ରଙ୍ଗର ଜଳରାଶିର ଫେନିଳ ତରଙ୍ଗ, ଫେନିଳ ହେଲା ଫେଣ ଯୁକ୍ତ ତରଙ୍ଗ, ତରଙ୍ଗ ତ ଢେଉ, ଆଉ ଫେନିଳ କହିଲେ ଯେତେବେଳେ ଗୋଟେ ଢେଉ ସମୁଦ୍ରକୁ ଯୋଉମାନେ ପୁରୀ ଯାଇଥିବ ଦେଖିଥିବ, ଯେତେବେଳେ ଢେଉ ଗୁଡିକ ବାରମ୍ବାର ଆସୁଥାନ୍ତି ସେ ଫେଣ ଫେଣ ହେଇଯାଇଥାଏ, ସେଇ ଯୋଉ ସୁନ୍ଦର ଦୃଶ୍ୟଟିକୁ ଏଇଠି କବି ବର୍ଣ୍ଣନା କରୁଛନ୍ତି। ଫେନିଳ ତରଙ୍ଗ କହିଲେ ଫେଣ ଯୁକ୍ତ ତରଙ୍ଗ ଗୁଡିକ, ଉର୍ମି ଗୁଡିକ ବା ଢେଉ ଗୁଡିକ ଆସିଥାଏ, ତାର ବ୍ୟାଖ୍ୟା କରୁଛନ୍ତି। ତେବେ କହୁଛନ୍ତି ନୀଳ ସାଗରର ଫେନିଳ ତରଙ୍ଗ ଏଇ ଶୈଳ ପଦେ ହେଉଥିଲେ ଭଙ୍ଗ। ଯେତେବେଳେ ଏଇ ଶୈଳ, ଯୋଉ ପାହାଡ କଥା, ଯୋଉ ପାହାଡ ପାଖରେ ଯୋଉ ପର୍ବତ, ଶୈଳ ହେଲା କଣ ପର୍ବତ, ଯୋଉ ପର୍ବତ ପାଖରେ ଗୁହାଟରୁ ବାହାରିଛନ୍ତି ଗଙ୍ଗା ମାତା, ସେଇଠି ତାଙ୍କୁ କହୁଛନ୍ତି ଏଇ ଶୈଳରେ କଣ ହଉଥିଲା ନା, ସେଇ ଯୋଉ ବଡ ବଡ ତରଙ୍ଗ, ଫେଣ ଯୁକ୍ତ ତରଙ୍ଗ ଗୁଡିକ, ଲହଡି ଗୁଡିକ ବା ଢେଉ ଗୁଡିକ ଆସିକି ଢେଉ ଭାଙ୍ଗୁଥିଲା, ଢେଉ ଭାଙ୍ଗିବା ମାନେ ପିଟି ହବା, ଆସିକିନା ପିଟି ହଉଥିଲା। ଏଇ ଶୈଳ ପଦେ ହେଲା, ଏଇ ଶୈଳର ପାଦ ଦେଶରେ, ପାହାଡର ପାଦ ଦେଶରେ ସେ ସମୁଦ୍ରର ଢେଉ ଗୁଡିକ, ଫେନିଳ ସମୁଦ୍ରର ଢେଉ ଗୁଡିକ ପିଟି ହଉଥିଲା, ବା ଫେଣ ଯୁକ୍ତ ତରଙ୍ଗ ଗୁଡିକ, ଢେଉ ଗୁଡିକ ପିଟି ହଉଥିଲା। ମହାନଦୀ ଲୀଳା ନିମନ୍ତେ ତୀର୍ଥେଶ ଛାଡି ଦେଇଛନ୍ତି ଏଇ ପୂର୍ବ ଦେଶ। ତେବେ ଆଗରୁ ଏଇ ଯୋଉ ପାହାଡ ପର୍ବତକୁ ସମୁଦ୍ର ପିଟି ହଉଥିଲା, ଯେତେବେଳେ ମହାନଦୀ ତାଙ୍କର ଲୀଳା ଖେଳା କରିବେ ବୋଲି ଆସିକି ପ୍ରବାହିତ ହେବାକୁ ଚାହିଁଲେ, ତ ସେଇ ସମୟରେ କବି କହୁଛନ୍ତି ମହାନଦୀ ଲୀଳା ନିମନ୍ତେ, ମହାନଦୀ ତାର ଲୀଳା ଖେଳା ଦେଖେଇବ ବୋଲିକି ସେଇଠି ତୀର୍ଥେଶ, ତୀର୍ଥେଶ କହିଲେ ସମୁଦ୍ରର ଅନ୍ୟ ନାମ ହେଲା ତୀର୍ଥେଶ। ତେବେ ସମୁଦ୍ର କଣ କଲେ, ଛାଡି ଦେଇଛନ୍ତି ଏଇ ପୂର୍ବ ଦେଶ, ପୂର୍ବ ଭାଗକୁ ସମୁଦ୍ର ଛାଡିକି ଚାଲି ଯାଇଛନ୍ତି। ପୂର୍ବ ଭାଗରେ ଆମର ଯଦି ଆମେ ଜୋଗ୍ରାଫିକୁ ଯିବା, ତାହେଲେ ପୂର୍ବ ଭାଗରେ କଣ ମହାନଦୀ ପ୍ରବାହିତ, ନୁହେଁ କି, ସମୁଦ୍ର ଅଛି କି, ତ ସେଇ ଯୋଉ କିଛିଟା ଜାଗା ଛାଡି ଦେଇଛନ୍ତି, କାହିଁକି ଛାଡିଛନ୍ତି ନା ସେଇ ଜାଗାରେ ମହାନଦୀ ତାର ଲୀଳା ଖେଳା କରିବ, ସିଏ ପ୍ରବାହିତ ହବ, ତ ତାର ପ୍ରବାହ ପାଇଁ କି ତୀର୍ଥେଶ ମଧ୍ୟ ଆଗରୁ
से पहाड़ पिटी होउथिले आसिकी निजर उर्मी को पिटुथिले पछकु से चली जाइछन्ति। महानदी लीला निमंते तीर्थेश छाड़ी देइछन्ति एई पूर्व देश। तबे एई पूर्व देश से पूर्व जोठी वर्तमान चोडगंगा देव उपस्थित अछन्ति जो पहाड़ इलाका रे सेई देशटिकु आगुरु समुद्र घेरी रहितला। धीरे धीरे महानदी जेतेबेले सेई बाटे देई प्रवाहित हैला समुद्र मध्य घुंची जाइतिला। ए कथा कहउचन्ति कवि तांकर उक्ति रे पुनी कहिले एई महानदी प्रसादे केवल जन्मी अछि सस्य श्यामल उत्कल। तबे कहउचन्ति एही महानदीर प्रसादे केवल केवल एई महानदीर प्रसाद एठी प्रसाद कहले भोग नुहे एठी प्रसाद कहले अनुग्रह बा दया। सेई महानदीर दया रे एई उत्कल माटी रे विभिन्न प्रकार शस्य रे श्यामलित हेई अछि। माने विभिन्न प्रकार शस्य गछ वृक्ष धान ए सब जो लागि से शस्य गुड़िक कहार पई महानदी जल पई ही महानदीर सेटा दया। पानी बिना को भी शस्य हेई परिबो के हेई परिबोनी। तेणु करी कहउचन्ति एई महानदी प्रसाद केवल एई महानदीर अनुग्रह रे बा एई महानदीर दया रे केवल केते केते संख्यक शस्य रे एई उत्कल भूमिटी श्यामल देखा जाउछि। महेंद्र को भेदी महदधि पदे मिसिले आसीए सलील संपदे। तापरे महानदीटी कौन करिछि महेंद्र को भेद करिकी महेंद्रगिरी पर्वत जो ओडिशार पर्वतमालाटा महेंद्रगिरी पर्वत ताकू भेद करिकी ताकू टपिकी अतिक्रम करिबा भेद करिबा अर्थात अतिक्रम करिबा ताकू अतिक्रम करिकी महदधि पदे महदधि हैला समुद्रर अन्य नाम महदधिर पदे हैला पादरे अर्थात नदीटे कौन हुए जेतेबेले बही बही जाई थाए जाईकी समुद्र रे मिसी थाए। तो महानदी मध्य से कौन करछि महेंद्रगिरी ओडिशार जो पर्वतमाला महेंद्रगिरी तार कड़े कड़े बही की प्रवाहित ताकू भेद करिकी ताकू अतिक्रम करिकी आगको प्रवाहित हेकी जाईकी समुद्र रे मिसी जाईछि महदधि रे मिसी जाईछि। मिलिले आसीए सलील संपद आ तापरे बही बही आसी से कौन करछि मिलिले हैला मिसिछि मिसिबा आसीए सलील संपदे सलील हैला जल संपद हैला ऐश्वर्य तार जल रूपक संपद को बा जल रूपक ऐश्वर्य को सांगरे नहीं प्रवाहित हेई हेई जाईकी महदधि रे मिसी जाईछि। संपद माने धन संपत्ति ऐश्वर्य एठी महानदीर ऐश्वर्यटा कौन महानदीर जल होछि तार धन संपत्ति बा ऐश्वर्य। तेणु सी तार जल रूपक ऐश्वर्य को सांगरे नहीं जाईकी मिसिछि कोठी समुद्र रे मिसी जाईछि। तुष्ट होई मुहि सुकांतिक स्तबे पेसी लई एही सखींकी पुरबे। तापरे एठी कोन कहउचंती तुष्ट होई बा संतुष्ट होई कि गंगा माता कहउचंती काहाको कहउचंती गंगा माता कहउचंती चोडगंगा देव कोन ना तुष्ट होई कि मु संतुष्ट होई कि काहा ऊपरे सुकांतिक स्तबे स्तब हैला स्तुति गुडा वेद स्तुति गुडा वेद महात्मा कीर्तन गुड़िक बा स्तुति गुड़िक से स्तबरे कहार सुकांति नामक जड़े मुनि से सुकांति मुनि विशेष जड़े से सुकांति नामक जड़े मुनि तांकर स्तबरे तांकर स्तुति रे बा से जो वेद पाठ करथुले तांकर वेद पाठ रे मु संतुष्ट है कि पेसी लई हला पठाइली एही सखी की पूरबे एही सखी को मोर गंगा नदी कहउचंती तांको सखी किए महानदी मु महानदी को एई पठेली कोठी पूर्व दिग को तेबे उत्कलर पूर्व दिगरे महानदी तेणु करिक से पूर्व दिग को पठेइचंती बोली गंगा माता कहउचंती काहे कि महानदी को मु पूर्व दिग को पठेइली ना ए जो सुकांति जने मुनि थिले जे कि विभिन्न प्रकार स्तव पाठ करिकी मते संतुष्ट करि पाथिले एवं तांको तांकर स्तवरे मु खुशी हे कि संतुष्ट हे कि ए जो महानदी को पूर्व भाग को पठेइ देछि। लोके एहांकर महिमा अद्भुत नीर एहांकर मर्त्य अमृत लोके एहांकर लोके कहले एठी लोक मानक कथा कहजनी लोके कहले जोठी लोक माने बसवास करंती सेही जगह कथा कहजे अर्थात लोके कहले एठी मर्त्य रे बा भुवन रे एहांकर महिमा अद्भुत कहार महानदीर कहचंती एई जो भुवन रे ए जो मही रे महानदीर महत्वटा बहुत अद्भुत अद्भुत पर माने विस्मयकर आश्चर्यजनक तार महिमाटा बा तार महत्वटा कौन ना नीर एहांकर नीर हैला पानी एहार पानी मर्त्य अमृत समान मर्त्य मंडल रे महानदी रे पानी अमृत समान बोली गंगा माता चोडगंगा देव को कहउचंती। जातिर निवास मणि महोत्सव बसंती शैले श्री नील माधव पुणी कहउचंती
ଶ୍ରୀ ନୀଳମାଧବଙ୍କର କଥା କୋଉଠି ଅଛନ୍ତି? ନୀଳମାଧବ ସାକ୍ଷୀ ଗୋପାଳ ନା ତ ସାକ୍ଷୀ ଗୋପାଳ ତ ନୁହଁ। ହଁ ଏଇଠି ଅଛି ପରା, ପାଟଣାରେ ଗୋଟେ ପର୍ବତ ଶିଖରରେ ନୀଳମାଧବ ମନ୍ଦିର ଅବସ୍ଥିତ, ଖଣ୍ଡପଡା ଅନ୍ତର୍ଗତ ପାଖାପାଖିରେ ଅଛନ୍ତି। ଠିକ ଖଣ୍ଡପଡାରେ ନା। ଯା ତୀର ନିବାସ ମଣି ମହୋତ୍ସବ। ଯା ତୀରରେ, ତୀର ହେଲା କୂଳରେ, ନିବାସ ହେଲା ବାସ କରିବା, ଯାହାର କୂଳବର୍ତ୍ତୀ ଅଞ୍ଚଳରେ ବାସ କରିକି ମଣି ମହୋତ୍ସବ। ମଣି ମହୋତ୍ସବ କହିଲେ, ମଣି କହିଲେ ରତ୍ନକୁ ବୁଝେଇବ, କିନ୍ତୁ ଏଇଠି ମଣି ମହୋତ୍ସବ କହିଲେ ସେ ଗଙ୍ଗା ନଦୀ ବା ସରି ସେ ମହାନଦୀର ତୀରବର୍ତ୍ତୀ ଅଞ୍ଚଳରେ ବାସ କରୁଛନ୍ତି ମହାନ ଉତ୍ସବର ସହିତ। ସେ ଗୋଟେ କିଏ ଅତି ସୁନ୍ଦର ଉତ୍ସବ ମୁଖରିତ ହେଇଥିବା ସ୍ଥାନଟି। ଯେତେବେଳେ ଗୋଟେ ଜାଗାରେ ଗୋଟେ ମନ୍ଦିର ଅଛି, ନିହାତି ଭାବରେ ସେ ସ୍ଥାନଟି ଉତ୍ସବ ମୁଖରିତ ଥାଏ। ଘଣ୍ଟ ଶଙ୍ଖ ହୁଳହୁଳି, ଯାତ୍ରୀ ଯିବା ଆସିବା, ମହାନ ଉତ୍ସବରେ ମହୋତ୍ସବରେ କଣ ଅଛନ୍ତି? ବସନ୍ତି ଶୈଳ। ସେଇ ଜାଗାରେ ସେ ଶୈଳରେ ପର୍ବତ ଉପରେ କିଏ ବସିଛନ୍ତି? ଶ୍ରୀ ନୀଳମାଧବ ବସିଛନ୍ତି। ବସନ୍ତି ଉତ୍ତର ତଟେ ଭଟ୍ଟାରିକା। ଇଏ ତ ଅଛି ପୂର୍ବ ଦିଗ କଥା, ପୁଣି ଉତ୍ତର ଦିଗ କଥା କହୁଛନ୍ତି। ବସନ୍ତି ଉତ୍ତର ତଟେ, ମହାନଦୀର ଉତ୍ତର ଦିଗର କଥା କୁହାଯାଇଛି। ମହାନଦୀର ଉତ୍ତର ଦିଗର କୂଳବର୍ତ୍ତୀ ଅଞ୍ଚଳରେ ଭଟ୍ଟାରିକା, ଦେବୀ ଭଟ୍ଟାରିକା ବସିଛନ୍ତି। ଦକ୍ଷିଣେ ନାବିକ ଚର୍ଚ୍ଚିକା, ଅର୍ଚିତା ଚର୍ଚ୍ଚିକା। ଆଉ ଦକ୍ଷିଣରେ ନାବିକ, ଅର୍ଚିତା, ଚର୍ଚ୍ଚିକା। ଚର୍ଚ୍ଚିକା ଦେବୀ, ଅର୍ଚିତା ହେଲା ପୂଜିତା। ଦକ୍ଷିଣରେ ନାବିକ ମାନେ ବେଶୀ କରିକି ତାଙ୍କୁ ପୂଜା କରିଥାନ୍ତି। ଡଙ୍ଗାରେ ସାଧାରଣତଃ ଆମେ କଣ କହୁ? ଦେବୀ ମଙ୍ଗଳା ମା ଥାନ୍ତି। ସେ ମାଙ୍କର ଗୋଟେ ଅଂଶ ବିଶେଷ ବା ମାଙ୍କର ଆଶୀର୍ବାଦ ଡଙ୍ଗାରେ ଭଟେ। ଯେତେବେଳେ ଡଙ୍ଗା ଯେତେବେଳେ ପାରି ହଉଥାନ୍ତି ନା, ଲୋକମାନେ ଆଗ କିଛି ଗୋଟେ ଅସୁବିଧା ହେଲେ ମଙ୍ଗଳା ମାଙ୍କୁ ଡାକିଥାନ୍ତି, ମାଙ୍କୁ ସ୍ମରଣା କରିଥାନ୍ତି। ତ ଏଇଠି ନାବିକ ମାନେ ଅର୍ଚିତା ବା ପୂଜା ଅର୍ଚ୍ଚନା କରିଛନ୍ତି ଚର୍ଚ୍ଚିତା, ଚର୍ଚ୍ଚିକା ମାଙ୍କୁ, ଦେବୀ ଚର୍ଚ୍ଚିକା। ଚର୍ଚ୍ଚିକା କୋଉଠି ଅଛି? ଭଟ୍ଟାରିକା ମା, ଭଟ୍ଟାରିକା ହେଲା କଟକର ଆଠଗଡରେ ନା। ଅର୍ଚିତା ହେଲା ପୂଜିତା। ହଁ, ଭଟ୍ଟାରିକା ଦେବୀ କୋଉଠି? ବଡମ୍ବା ବା, ଆଠଗଡ ଆଡେ। କଟକ ବଡମ୍ବା ଆଠଗଡ ଆଡେ ନୁହେଁ କି? କା ଘରଟି? କଟକ। ବୃହଦମ୍ବା ତ ଅପଭ୍ରଂଶ ହେଇକି ନା କଟକ ହେଇଛି କଣ? ବଡମ୍ବା ହେଇଛି। ସେ ବଡମ୍ବା ଆଠଗଡ ପାଖରେ ଅଛି କି ଭଟ୍ଟାରିକା ମନ୍ଦିର, ଦେବୀ ଭଟ୍ଟାରିକା। ତା କୋଉ ଦିଗରେ? ଉତ୍ତର, ମହାନଦୀର ଉତ୍ତର ପଟେ। ମହାନଦୀ କୂଳରେ ଏଇଟା ଅବସ୍ଥିତ ପରା। ବ୍ଲକ ଯୋଉ ଶଶାଙ୍ଗ ଗ୍ରାମ କଟକର ଆଠଗଡ ସାଇଡ ର ବଡମ୍ବା ପାଖାପାଖି ଅଞ୍ଚଳରେ, ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ଶଶାଙ୍ଗ ଗ୍ରାମ ବୋଲି ଗୋଟେ ଅଛି। ସେଇଠି ଦେବୀ ଭଟ୍ଟାରିକାଙ୍କର ମନ୍ଦିର। ତାପରେ ଅଛି, ଇଏ ଥିଲେ କୋଉ ଦିଗରେ? ନା ଇଏ ହଉଛନ୍ତି ଉତ୍ତର ଦିଗରେ ହେଲା ଭଟ୍ଟାରିକା। ଦକ୍ଷିଣରେ କିଏ? ଦକ୍ଷିଣରେ ହେଲା ଚର୍ଚ୍ଚିକା। ଚର୍ଚ୍ଚିକା ଦକ୍ଷିଣଟା କୋଉ ପଟ? ବାଙ୍କି ଆଡେ ନା, ବାଙ୍କିରେ ଚର୍ଚ୍ଚିକା ନୁହେଁ କି? ବାଙ୍କିର ପ୍ରଧାନ ଦେବୀ ହଉଛନ୍ତି ଚର୍ଚ୍ଚିକା। ସିଏ ମଧ୍ୟ ତମର ଏପଟେ ମହାନଦୀର ଗୋଟେ ଉପନଦୀ ନା କଣ, ରେଣୁକା ନଦୀ କହିକି ସେଇଠି ମନ୍ଦିର ଅଛି। ବାଙ୍କି ପାଖରେ ରେଣୁକା ନଦୀର କୂଳବର୍ତ୍ତୀ ଅଞ୍ଚଳରେ ଗୋଟେ ପାହାଡିଆ ଉଚାଳିଆ ଜାଗା, ସେଇଠି ଅଛି ମନ୍ଦିରଟି। ଠିକ। ତାପରେ କଣ ହେଲା? ଅର୍ଚିତା ମତଲବ ପୂଜିତା। ଅର୍ଚିତା କହିଲେ ପୂଜିତା। ମା ଚର୍ଚ୍ଚିକା ସେଇଠି ପୂଜା ପାଉଛନ୍ତି। ସ୍ରୋତେ ଶୈଳ ଶୃଙ୍ଗେ ଶଶାଙ୍କ ଶେଖର ସିଂହନାଥ ପୁଣି ଧବଳ ଈଶ୍ୱର। ତାପରେ ଆମେ ଯିବା ଧବଳେଶ୍ୱରଙ୍କ କଥା କହୁଛନ୍ତି। ଧବଳେଶ୍ୱର କୋଉ ଠାକୁର? ଶଶାଙ୍କ ଶେଖର। ଶଶାଙ୍କ ଶେଖର, ଶଶାଙ୍କ କହିଲେ କୁହେ ଜହ୍ନ। ଶଶାଙ୍କ ହେଲା ଜହ୍ନର ଅନ୍ୟ ନାମ। ଶଶାଙ୍କ ଶେଖର, ଶଶାଙ୍କକୁ ଯେ ଧାରଣ କରିଛି ମୁଣ୍ଡ ଉପରେ, ସେ ହଉଛନ୍ତି ଶିବ। ଶିବଙ୍କ ମୁଣ୍ଡରେ ନୁହଁ କି ଚନ୍ଦ୍ର ନାଇଁ କି? ତ ସେଥିପାଇଁ କଣ କହୁଛନ୍ତି?
ନା ମହାନଦୀର ସ୍ରୋତ ମଧ୍ୟରେ ପର୍ବତ ଶୃଙ୍ଗରେ ସିଂହନାଥ ଏବଂ ଧବଳେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠିତ। ଗୋଟେ ପଟେ ସିଂହନାଥ, ସେଠି ସିଂହନାଥ ମନ୍ଦିର ଏବଂ ଧବଳେଶ୍ୱର ମନ୍ଦିର ମଧ୍ୟ ଅଛି। ସେଥିପାଇଁ କହୁଛନ୍ତି ନା ସ୍ରୋତେ ଶୈଳ ଶୃଙ୍ଗେ, ସେ ଯୋଉ ମହାନଦୀରେ ବା ସେଇ ନଦୀର ସ୍ରୋତରେ ଆଗକୁ ଗଲେ ଶୈଳ ଶୃଙ୍ଗେ, ଶୈଳ ହେଲା ପର୍ବତ, ଶୃଙ୍ଗ ହେଲା ଚୂଡା, ପର୍ବତର ଉପରି ଭାଗରେ ଉଚ୍ଚାଳୟ ଜାଗାରେ କିଏ ଅଛନ୍ତି? ଶଶାଙ୍କ ଶେଖର। ଶଶାଙ୍କ ହେଲେ ଚନ୍ଦ୍ର, ଶେଖର ହେଲା ଶିରୋଭୂଷଣ, ଶିରରେ ଆଭୂଷଣ। ଶଶାଙ୍କ ଯାହାର ଶିରରେ ଆଭୂଷିତ ସିଏ ହଉଛନ୍ତି ଶଶାଙ୍କ ଶେଖର ହେଲା। ତାହେଲେ କିଏ ହେବେ ଶଶାଙ୍କ ଶେଖର? ଶିବ। ଶିବ ହଉଛନ୍ତି ଶଶାଙ୍କ ଶେଖର। ଦିଟା ଯାକ ଯଦି ଆମେ ଭାଙ୍ଗିଦବା ଅଲଗା ଅଲଗା ଅର୍ଥ ହେଇଯିବ। ଶଶାଙ୍କ କହିଲେ ଜହ୍ନ ବା ଚନ୍ଦ୍ର, ଶେଖର କହିଲେ ତୁମର ଶିରର ଭାଗ, ଶିର ଭାଗ ବା ମୁଣ୍ଡ। ତ ଶଶାଙ୍କ ଯାହାର ଶିରରେ ଶୋଭା ପାଉଥାନ୍ତି ସିଏ ହଉଛନ୍ତି ଶଶାଙ୍କ ଶେଖର। ଦିଟା ଯଦି ଆମେ ଯୋଡିବା ତାହେଲେ ସିଏ ଯିବ ଶଶାଙ୍କ ଶେଖର ମାନେ ଶିବ। ତେବେ ଏଇଠି ଆମେ ଯିବା କୋଉଠି? ଧବଳେଶ୍ୱର ମନ୍ଦିର କଥା କହୁଛନ୍ତି। ଧବଳେଶ୍ୱର ମନ୍ଦିର ଏବଂ ସିଂହନାଥ ମନ୍ଦିର, ଦିଟା ଯାକ ମନ୍ଦିର ସେଠି ଅଛି ଯୋଉଠି ଶିବ ପୂଜା ପାଉଛନ୍ତି। ଗମନ୍ତି ଗମନ୍ତି ଯେକାଳେ ସିଂହ ତୋଷାମ୍ପତି, ଜ୍ୟୋତିର୍ମୟ ବତ୍ମେ କୁମାରୀ ବସତି। ଗମନ୍ତି ହେଲା ଗତି କରନ୍ତି, ଯେ କାଳେ ଯେଉଁ ସମୟରେ ସିଂହ ତ୍ୱଷାମ୍ପତି, ତ୍ୱଷାମ୍ପତି ହେଲା ସୂର୍ଯ୍ୟଙ୍କର ଅନ୍ୟ ନାମ, ସୂର୍ଯ୍ୟଙ୍କର ଅନ୍ୟ ନାମ ଲେଖା ହେଇଛି ପରା। ଜ୍ୟୋତିର୍ମୟ ବର୍ତ୍ତେ କୁମାରୀ ବସତି। ତ ଯେତେବେଳେ ଯେଉଁ ସମୟରେ ସେଇଠି ଯୋଉ ସିଂହ ହେଲା କଣ ତୁମର ସିଂହନାଥ ମନ୍ଦିର ହେଲା, ସିଂହ ଯୋଉଟା ଲେଖା ହେଇଛି ଏଇଟା ସିଂହନାଥ ମନ୍ଦିରଙ୍କର ଉଦ୍ଦେଶ୍ୟରେ କୁହାଯାଇଛି। ନା ଯେଉଁ ସମୟରେ ସୂର୍ଯ୍ୟ ସିଂହନାଥ ମନ୍ଦିର ଉପର ଦେଇକି ଗତି କରନ୍ତି, ଉପରି ଭାଗ ଦେଇକି ଗତି କରନ୍ତି, ସେଇ ସମୟରେ ଜ୍ୟୋତିର୍ମୟ ବତ୍ମେ, ପୁରା ତାଙ୍କର କିରଣ ଗୁଡିକ ଜ୍ୟୋତିର୍ମୟ ହେଇକି ଚାରିଆଡେ ଆଲୋକିତ ହେଇକି ବିଚ୍ଛାରିତ ହେଇକି, ବତ୍ମେ ହେଲା ରାସ୍ତାରେ, କୁମାରୀ ବସତି, ଆଉ ସେଇ ରାସ୍ତାରେ ଆଗକୁ ଆଗକୁ ଗଲେ କୁମାରୀ ବସତି ହେଲା, ସେଇଠି ଦକ୍ଷିଣ କାଳୀ ମନ୍ଦିର ମଧ୍ୟ ଅବସ୍ଥିତ। ତ ରାସ୍ତାରେ ଅର୍ଥାତ ଏଇଠି କହୁଛନ୍ତି ଯେତେବେଳେ ସୂର୍ଯ୍ୟ ଯେତେବେଳେ ଗତି କରୁଥାନ୍ତି ତାଙ୍କର ରଶ୍ମି ଗୁଡିକ, ତାଙ୍କର କିରଣ ଗୁଡିକ ପଡିଥାଏ କୋଉଠି? ସିଂହନାଥ ମନ୍ଦିର ଉପରେ। ଏବଂ ସେଇ କିରଣ ଗୁଡିକ ଯେତିକି ବାଟ ଯାଇ ଲମ୍ବି ଯାଇଥାଏ ସେଇ ସିଧାରେ ଟିକେ ଆଗକୁ ଗଲେ ପଡିଥାଏ ଦକ୍ଷିଣ କାଳୀ ମାଙ୍କ ମନ୍ଦିର। ଜ୍ୟୋତିର୍ମୟ ବର୍ତ୍ତେ ବା ସେଇ ରାସ୍ତା ଯୋଉ ସୂର୍ଯ୍ୟ ରଶ୍ମି ପଡିଥିବ, ସୂର୍ଯ୍ୟଙ୍କ କିରଣ ପଡିଥିବ, ଯୋଉ ଆଡକୁ ସୂର୍ଯ୍ୟଙ୍କର କିରଣ ପଡୁଥାଏ ସେଇ ଆଡକୁ ଗଲେ ଟିକେ ବାଟ ରାସ୍ତା ଅତିକ୍ରମ କଲେ ପଡିବ କୁମାରୀ ବସତି। କୁମାରୀ ବସତି, ବସତି ହେଲା ରହିବା, ବସତି ସ୍ଥାପନ କରିବା। କୁମାରୀ କହିଲେ ଏଇଠି ଦୁର୍ଗାଙ୍କର, ମା ଦୁର୍ଗାଙ୍କର କଥା କୁହାଯାଉଛି, କାହିଁକିନା ସେଇଟା ହେଲା ଦକ୍ଷିଣ କାଳୀଙ୍କର ମନ୍ଦିର। ସେଇପଟେ ଗଲେ ଦକ୍ଷିଣ କାଳୀଙ୍କର ମନ୍ଦିର ପଡିଥାଏ। ତାପରେ ଅଛି ଗୈରିକ ଅରୁଣ ସ୍ରୋତ ଜଳେ ଭାସି, ଯାଆନ୍ତି ସୁନ୍ଦରୀ ଭେଟିବାକୁ ପାସି। ଗୈରିକ, ଗୈରିକ ହେଲା ଗେରୁଆ ରଙ୍ଗର ବସ୍ତ୍ର, ଗେରୁଆ ରଙ୍ଗକୁ କୁହାଯିବ ଗୈରିକ। ଗୈରିକ ଅରୁଣ କହିଲେ, ଅରୁଣ ହଉଛନ୍ତି ସୂର୍ଯ୍ୟର ଯୋଉ ରକ୍ତ ବର୍ଣ୍ଣ କିରଣଟି, ସୂର୍ଯ୍ୟ ତାର ଯୋଉ ପ୍ରଥମ କିରଣଟି ଅରୁଣ, ତାକୁ କୁହାଯିବ ଆମେ ଅରୁଣ ହେଲା, ବା ସେଇଟା ରକ୍ତ ବର୍ଣ୍ଣ କିରଣକୁ କୁହାଯିବ। ଗେରୁଆ ରଙ୍ଗର ମଧ୍ୟ ତମେ କହିପାରିବ। ଗୈରିକ ଅରୁଣ କହିଲେ ସୂର୍ଯ୍ୟ ଯେତେବେଳେ ତାଙ୍କର ଯୋଉ ରକ୍ତ ରଙ୍ଗର କିରଣକୁ ଆମେ କହିବା ଅରୁଣ ବୋଲି। ବିନ୍ତା ମାଙ୍କର ପୁଅ ନା, ଅରୁଣ ହେଲା ଗରୁଡଙ୍କର ଭାଇ। ଅରୁଣ ବି ଗୋଟେ ମଣିଷ, ମାନେ ମଣିଷ ନୁହଁ ତ, ସେ ହେଇ ଯଦି ପୂର୍ଣ୍ଣ ବିକାଶ ହେଇଥାନ୍ତେ ତାହେଲେ ସେ ଗରୁଡ ପ୍ରଜାତିର ହେଇଯାଇଥାନ୍ତେ। ଏହା ମଧ୍ୟ ପୁରାଣ, ତୁମର ପୁରାଣରେ ବର୍ଣ୍ଣିତ ଅଛି, ଗପ ମଧ୍ୟ ଜାଣିଥିବ। କଣ କରିଥିଲ? ଭିଡିଓରେ ଦେଖିଥିଲ? ହଁ ପରା। ତ ବିନ୍ତା ମାତା, ବିନ୍ତାଙ୍କର ପୁତ୍ର, ଦିଟା ଅଣ୍ଡା, ବଡ ବଡ ଅଣ୍ଡା ଦେଇଥିଲେ। ସେ ବେଶୀ ଦିନ 1000 ବର୍ଷ ଯାଏ ରହିଲେ। ଇଏ ବିକଶିତ ନ ହବା ପୂର୍ବରୁ ବିନ୍ତା ମାତା କଣ କରିଥିଲେ, ଯେତେବେଳେ ନାଗମାତାଙ୍କର ଏତେ ଗୁଡେ ଛୁଆ ହେଇଗଲାଣି, ସବୁ ଅଣ୍ଡା ଫୁଟିଗଲାଣି, ନାଗମାତାଙ୍କର ଶହ ସହସ୍ର ଛୁଆ, 100ଟା ଛୁଆ ହେଇଗଲା। ତ ବିନ୍ତା ମାତା, ନାଗମାତା ସିଏ ହଉଛନ୍ତି କାର କାର ସ୍ୱାମୀ? ମୁଁ ଆର କ୍ଲାସରେ ବୋଧେ କହିଥିଲି ନା, ତାଙ୍କର ଏତେ ଗୁଡେ ଦିତି ଅଦିତି ମାନେ କହିଲି, କାଶ୍ୟପ ଋଷି, କଶ୍ୟପ ଋଷିଙ୍କ କଥା କହିଲି ନାଇଁ, କହିନି ବୋଧେ। ଆଚ୍ଛା, କଶ୍ୟପ ଋଷିଙ୍କର 13-14ଟା ନା 17 ଏମିତି କେତେଟା ପତ୍ନୀ, ତା ଭିତରୁ ବିନ୍ତା ମାତା ଗୋଟେ, ନାଗମାତା, ସେ 2 ଭଉଣୀ। ଜଣକୁ ବାହା ହେଇଥିଲେ, ଜଣ ନାଗମାତାଙ୍କର ଛୁଆ
ବିନ୍ତା ମାତା ବହୁତ ଭଲ, ବହୁତ ଧୈର୍ଯ୍ୟବାନ, ସମସ୍ତଙ୍କୁ ସାହାଯ୍ୟ କରନ୍ତି, ବହୁତ ଗୋଟେ ଭଲ ଉତ୍ତମ ଗୁଣ ସମ୍ପନ୍ନ ନାରୀଟିଏ। କିନ୍ତୁ ତାର ପୁରାପୁରି ଅପୋଜିଟ ହଉଛନ୍ତି ତାଙ୍କର ଭଉଣୀ, ବଡ ଭଉଣୀ ଯିଏକି ନାଗମାତା ଯିଏ ହେଇଥିଲେ। ତେଣୁ କରିକି ଇଏ କଣ କରିଥିଲେ, ସବୁବେଳେ ବିନ୍ତା ମାତାଙ୍କୁ ସବୁ ଆଶୀର୍ବାଦ ଯାହା ମିଳେ ଛଡେଇ ଆଣିବାକୁ ଚେଷ୍ଟା କରୁଥିଲେ। ତ ପରବର୍ତ୍ତୀ ସମୟରେ ଇଏ ମାଗିଲେ ମୋର ପୁତ୍ର ହଉ, ସହସ୍ର ପୁତ୍ର, ପୁରା ସବୁଆଡେ ସଂସାରରେ ରାଜତ୍ୱ କରୁ। ନାଗମାତା ମାଗିଥିଲେ, ବିନ୍ତା ମାତା କହିଲେ ମତେ ଗୋଟିଏ ପୁତ୍ର ଦରକାର ଯିଏକି ମାନେ ଗୋଟେ ବାପା ମାଙ୍କ କଥା ମାନୁଥିବ, ଗୋଟେ ଭଲ ଛୁଆ ହେଇଥିବ। କିନ୍ତୁ ସେତେବେଳେ କାଶ୍ୟପୃଥି କହିଲେ ଗୋଟେ ଛୁଆ ହେଲେ ସେ ଖେଳିବା ପାଇଁ ଗୋଟେ ସାଙ୍ଗ ଖୋଜିବ ନା, ଠିକ ଅଛି ମତେ ଦିଟା ପୁଅ ଦିଅ, ମୋର ବେଶୀ ଦରକାର। ଦିଟା ଛୁଆ ମାଗିଥିଲେ, ଦିଟା ଅଣ୍ଡା ତାର ହେଇଥିଲା। ସିଏ ତ ନାଗ ଗରୁଡ ପ୍ରଜାତିର, ସେମାନେ ଅଣ୍ଡା ହିଁ ଦେବେ। ତେଣୁ କରିକି ନାଗମାତା ଯେତେବେଳେ 100ଟା ଅଣ୍ଡା ହେଲା, ସେ ଅଣ୍ଡା ଫୁଟି ଫୁଟିକି ପ୍ରଥମେ ଜନ୍ମ ହେଲା ତୁମର ବାସୁକି, ନାଇଁ ସରି, ପ୍ରଥମେ ହେଲେ ଅନନ୍ତ ନାଗ ବଡ, ସିଏ ବିଷ୍ଣୁ ଭକ୍ତ ହେଇଗଲେ। ତାପରେ ହେଲେ ବାସୁକି, ସିଏ ଶିବ ଭକ୍ତ ହେଇଗଲେ। ଶିବଙ୍କର ଯୋଉ ସାପ ସିଏ ହେଲା ବାସୁକି ନାଗ। ବିଷ୍ଣୁଙ୍କର ଯୋଉ ଅନନ୍ତ ଶୟନରେ ବସିଥାନ୍ତି ଶେଷ ନାଗ, ବା ତାଙ୍କର ଅନ୍ୟ ନାମ ଅନନ୍ତ ଏବଂ ଆଉ ଗୋଟେ ନା ଶେଷ ନାଗ। ଅନନ୍ତ ଦେଇଥିଲେ ତାଙ୍କର ବିମାତା ଯେ, ସରି, ଅନନ୍ତ ଦେଇଥିଲେ ତାଙ୍କୁ ଗରୁଡଙ୍କର ମାତା ଯିଏକି ତୁମର ବିନ୍ତା ମାତା, ଆଉ ଶେଷନାଗ ଦେଇଥିଲେ ତାଙ୍କୁ ତାଙ୍କ ନିଜ ମାତା ନାଗମାତା। ଯାହା ହଉ ସେ ପରିବର୍ତ୍ତ ତାପରେ ତୁମର କାଳି ଦୁଇ ହଁ ତେଣୁ ଆର ଦୁଇଟା ଅଣ୍ଡା ଯୋଉ ଦେଇଥିଲା, ଦୁଇଟା ଅଣ୍ଡା 1000 ଏମାନେ ଜଲ୍ଦି ଜଲ୍ଦି ଫୁଟିଗଲେ। ୟାର ବଡ ବଡ ବିରାଟ ବଡ ବଡ ଅଣ୍ଡା, ଆଉ ଆଙ୍କୁ ବହୁତ ସାରା ଆଶୀର୍ବାଦ ମିଳିଛି, ତୋର ଛୁଆ ପୁରା ତ ତାର ଛୁଆ କଣ ହେଲା, ତାକୁ ବର ପ୍ରାପ୍ତି ହେଇଥିଲା ଯେ ସିଏ ଇନ୍ଦ୍ର ଆକାଶ କା ଇନ୍ଦ୍ର कहलाएगा वो, ଆକାଶର ଇନ୍ଦ୍ର ବୋଲିକିନା ତାକୁ କୁହାଯିବ। କାହିଁକି କାହିଁକି ନା ଇନ୍ଦ୍ର ତ ଦେବତାଙ୍କର ଗୋଟେ ଅଛି ନା ସ୍ୱର୍ଗରେ, ଇଏ ଆକାଶର ଇନ୍ଦ୍ର ବୋଲି ତାଙ୍କୁ ମିଳିଥିଲା, ଆଶୀର୍ବାଦ ମିଳିଥିଲା। ଇଏ ଦିଟା ଅଣ୍ଡା, ତ ନାଗମାତା ଭାବିଲେ କାଳେ ୟା ଛୁଆଟା ବେଶୀ ଶକ୍ତିଶାଳୀ ହେଇଯିବ କି ମୋ ଛୁଆଠୁ, ତାକୁ ସବୁବେଳେ ଉସ୍କେଇଲେ, ଆରେ ତୋର ଛୁଆ ଏତେ ଦିନ ହେଲା ଫୁଟିନି, ଅଣ୍ଡାଟା ଫୁଟିନି, ଅଣ୍ଡାଟା ଭିତରେ ଭିତରେ ନଷ୍ଟ ହେଇଗଲାଣି, ବାହାରେ ଅଣ୍ଡା ଦିଟା ଥୁଆ ହେଇଛି ନା, ନଷ୍ଟ ହେଇଗଲାଣି, ତୁମ ଶୀଘ୍ର ତାକୁ ଫଟେଇକିନା ଦେଖେ। ସେମାନେ ବୋଧେ ବିକଶିତ ହେଇଗଲାଣି, ତାଙ୍କ ଦେହରେ ବଳ ନାହିଁ, ସେଥିପାଇଁ ସେ ବାହାରି ପାରୁନାହାନ୍ତି ଫଟେଇକି, ତୁ ଫଟେଇ ଦେ। ଇଏ ବହୁତ ଥର ଚେଷ୍ଟା କରି କରି ବାରମ୍ବାର, ଯେତେବେଳେ ଗୋଟେ ମଣିଷ ଗୋଟେ ମାନେ ମଣିଷ ହଉ କି ଯିଏ ବି ହଉ, ବାରମ୍ବାର ଯେତେବେଳେ ତମକୁ ଗୋଟେ ଜିନିଷ କରିବାକୁ ଡରେଇ ଦିଆଯିବ, ତମେ କଣ କରିବ, ବାଧ୍ୟ ହେଇଯିବ। ଇଏ ଯାଇକିନା ସେଠି ଗୋଟେ ଅଣ୍ଡାକୁ ଫଟେଇ ଦେଇଛନ୍ତି। ଯେତେବେଳେ ଫଟେଇ ଦେଇଛନ୍ତି, ଅରୁଣ ଯୋଉ ମା ଛୁଆଟି ଜନ୍ମ ବାହାରିଛି, ଭାରି କଷ୍ଟ ହେଇଛି ତାକୁ, କାହିଁକିନା ସେ ପୂର୍ଣ୍ଣ ବିକଶିତ ହେଇନଥିଲା, ସମୟ ପୂର୍ବରୁ ତା ମାଟି ତାର ଅଣ୍ଡା ଫୁଟେଇ ଦେଇଥିଲା। ସେଥିପାଇଁ ସେ ତାକୁ ଅଭିଶାପ ଦେଲେ ଯେ ତମେ ମତେ ଯୋଉ ଯନ୍ତ୍ରଣା ଦେଲ, ତମେ କେବେ ତମ ଅଭିଶାପରୁ ମୁକ୍ତି ପାଇବନି, ତମେ ସବୁବେଳେ ଦାସୀ ହେଇକିନା ରହିବ। ଏବଂ ପରବର୍ତ୍ତୀ ସମୟରେ ଦାସୀ ହେଇକିନା ରହିଥିଲେ କାହାର, ତାଙ୍କର ନାଗମାତାର ଦାସୀ ହେଇକି ବହୁତ ବର୍ଷ ପର୍ଯ୍ୟନ୍ତ ରହିଥିଲେ। ଦିଟା ଯୋଉ ଅଣ୍ଡା ଥିଲା, ଗୋଟେ ଅଣ୍ଡା ଫୁଟେଇ ଦେଇଥିଲେ, ସେ ଯୋଉ ଅରୁଣ ଯିଏ ହେଇଥିଲା ଅଧା ଏତିକି ବାଟ ବିକଶିତ ହେଇଛି, ଆଉ କିଛି ତାଙ୍କ ଦେହଟା ଶୂନ୍ୟ। ତେଣୁ ସେ କୁଆଡେ ଯିବେ, ଆଉ ତ ଏଠି ରହିପାରିବେନି, ଏମିତି କଷ୍ଟରେ ଯନ୍ତ୍ରଣାରେ ସିଏ ଗଲେ ସୂର୍ଯ୍ୟଙ୍କ ପାଖକୁ ଚାଲି ଯାଇଥିଲେ। ସୂର୍ଯ୍ୟଙ୍କର ସେତେବେଳକୁ ସୂର୍ଯ୍ୟ ଥିଲେ, ଅରୁଣ ସୂର୍ଯ୍ୟ ଦି ଜଣ ଅଲଗା। ଆମେ ଭାବନ୍ତି ଯେ ଅରୁଣ ସୂର୍ଯ୍ୟଙ୍କର ଅନ୍ୟ ନାମ, ସୂର୍ଯ୍ୟଙ୍କ କିରଣ ହଉଛି ଅରୁଣ। ସୂର୍ଯ୍ୟଙ୍କର ଯୋଉ ପାଖାପାଖି ଆମର ଯୋଉ କିରଣ ଗୁଡିକ ପଡୁଛି, ପ୍ରଥମ ଯୋଉ ନାଲିଆ ନାଲିଆ ଆଭାଟି ରକ୍ତ ରଙ୍ଗର ଯୋଉ କିରଣ ଗୁଡିକ ଆସେ, ସେଇଟା ହଉଛି ଅରୁଣ। ସୂର୍ଯ୍ୟଙ୍କ ରଥକୁ ସେ ଚଲଉଥାନ୍ତି। ତେଣୁ ସିଏ ଚାଲିଗଲା ପରେ ଗରୁଡ ଜନ୍ମ ପୁଣି ଆଉ ଭାଙ୍ଗିଲେନି, ଅପେକ୍ଷା କଲେ, ବହୁତ ପ୍ରକାର ଚେଷ୍ଟା ସତ୍ୟ ମଧ୍ୟ ସେ ମନକୁ ଷ୍ଟ୍ରଙ୍ଗ କରିକି ଦମ୍ଭ କରିକି ସେ ଆଉ ଭାଙ୍ଗି ନଥିଲେ। ପରବର୍ତ୍ତୀ ସମୟରେ ଗରୁଡ ଜନ୍ମ ହେଇଥିଲା, ଯିଏକି ସର୍ବଶକ୍ତିମାନ ହେଇଥିଲା। ଗରୁଡରେ ତ ତମେ ଜାଣିଛ, ଯୋଉ ମାରିବ ନାଗକୁ ମାନେ ମାରିବ, ତାପରେ ଭଗବାନଙ୍କର ବାହନ ହବ, ସମୁଦ୍ର ମନ୍ଥନ ପାଇଁ ବହୁତ ସାହାଯ୍ୟ କରିବ। ସେ ଯୋଉ ପର୍ବତ ଟେକି ପାରିବେନି କେହି, ସିଏ ହିଁ ଟେକିକି ନେଇକି ରଖିଥିବ। ଏମିତି ହେଇଥିଲା। ତ ଯାହା ବି ହଉ, ଏଇ ଯୋଉ ଅରୁଣ କଥା କହିବା ଆମେ, ଗୌରିକ ଅରୁଣ ସ୍ରୋତ ଜଳେ ଭାସି, ଅର୍ଥାତ୍ ସୂର୍ଯ୍ୟର ରକ୍ତ ରଙ୍ଗର ସୂର୍ଯ୍ୟଙ୍କର ଯୋଉ କିରଣ ଗୁଡିକ ସେଇ ଜଳ ଉପରେ ପଡିଥାଏ, ସେଇଟା ଭାସି ଭାସିକି ବାଳ ସୂର୍ଯ୍ୟଙ୍କର ବା ନବ ଉଦିତ ସୂର୍ଯ୍ୟଙ୍କର କିରଣ ଅରୁଣ ଭାସି ଯାଆନ୍ତି ସୁନ୍ଦରୀ ଭେଟିବାକୁ ପାସି। ସେଇ ଯୋଉ ନଦୀରେ ପାରି ହେଇକିନା ସୁନ୍ଦରୀ ମାନେ ସବୁ ଭେଟିବାକୁ ପାସି, ବରୁଣ ଦେବତାଙ୍କୁ ଭେଟିବାକୁ ଦେଖିବା ପାଇଁ ଯାଆନ୍ତି। ସେଠି ପାର ହେଇକି ଦେଖିବାକୁ ଯାଆନ୍ତି କଣ ନା, ବରୁଣ ଦେବତା କେମିତିଆ ବା ସମୁଦ୍ରଟା କେମିତିଆ ଦେଖିବା ପାଇଁ ମଧ୍ୟ ଯାଆନ୍ତି। ସେକାଳେ ହୁଅଇ ଇନ୍ଦ୍ରଧନୁ ମାଳ, ଆଉ ସେଇ ସମୟରେ ଇନ୍ଦ୍ରଧନୁ ମାଳ ମାଳ ଝିପିଝିପି ବର୍ଷା ଯୋଗୁ, ଯେତେବେଳେ ଆକାଶରେ ଖରା ଥିବ, ହଠାତ୍ ବର୍ଷା ହେଇକି ଖରା ହବ, ଇନ୍ଦ୍ରଧନୁର କନସେପ୍ଟ ତ ଜାଣିଛ ବୋଧେ, ସମସ୍ତେ ଜାଣିଛ ନା ଜାଣିନ? ଇନ୍ଦ୍ରଧନୁ କନସେପ୍ଟ ଜାଣିଛ ତ, କାହିଁକି ଦେଖାଯାଏ? ଖରା ନାଇଁ,
ଖରା ହୁଏ ଯୋଉ ବର୍ଷା ମାନେ ଏଇ ବର୍ଷା ତମେ ଝଡି ବର୍ଷାରେ କଣ ଦେଖାଯିବ? ଦେଖାଯିବନି। ଖରା ହେଇଥିଲା ବର୍ଷା ହବ ଖରା ହବ ସେ ଯୋଉ ବାଷ୍ପଟା ଇମିଡିଏଟ ବାଷ୍ପ ହେଇଯାଏନି ନା ସେ ଯୋଉ ରେଟା ପାଣିର ଯୋଉ ବଲ୍ବ ଗୁଡାକ ବା ଯୋଉ ବିନ୍ଦୁ ବିନ୍ଦୁରେ ସୂର୍ଯ୍ୟଙ୍କର କିରଣ ପଡିକି ସେଇଟା ଇନ୍ଦ୍ରଧନୁ ଭଳି ରଙ୍ଗ ଦେଖେଇ ଦେଇଥାଏ ରଙ୍ଗ ତାର ଯୋଉ ଆସିଥାଏ। ତ ଏଇଠି ଯୋଉ ଇନ୍ଦ୍ରଧନୁ ମାଳ କହିଲେ ଝିପି ଝିପି ବର୍ଷା ଯୋଗୁ ଆକାଶରେ ଯୋଉ ଧନୁ ଆକାରର ଦେଖା ହେଇଥାଏ ଯୋଉ ଲାଇଟିଂ ଆସିଥାଏ ଇନ୍ଦ୍ରଧନୁରେ ତାର କଥା କହିଛି ସେଠି ଇନ୍ଦ୍ରଧନୁ ମଧ୍ୟ ଦେଖାଯାଆନ୍ତି। ତୀର ଅଦ୍ରିସ୍ତମ୍ଭେ ତୋରଣ ବିଶାଳ ତୀର ଅଦ୍ରିସ୍ତମ୍ଭ ତୀର ହେଲା କୂଳବର୍ତ୍ତୀ ଅଞ୍ଚଳ ଅଦ୍ରିସ୍ତମ୍ଭ ହେଲା ସ୍ଥିର ତୋରଣ ବିଶାଳ ଅଦ୍ରିସ୍ତମ୍ଭ କହୁଛି ସ୍ଥିରତାର ସହିତ ବା ମାନେ ସେ ଯୋଉ ସ୍ଥିରତାର ସହିତ କହିବା ବା ତାକୁ ଅନ୍ୟ ନାମ ପର୍ବତ ମଧ୍ୟ ସିଏ ସତେ କି ଗୋଟେ ପର୍ବତ ଯେମିତି ସ୍ଥିର ସେ ସେଇଭଳି ଭାବରେ ସ୍ଥିର ହେଇକି ତୋରଣ ଭଳି ଦେଖାଯାଏ ବିଶାଳ ତୋରଣ ଭଳି ଦେଖାଯାଇଥାଏ ସେଇ ଇନ୍ଦ୍ରଧନୁଟି ଯୋଉ ପଡିଥାଏ ସତେ କି ଲାଗୁଥାଏ ଗୋଟେ ତୋରଣଟେ କି ସଜା ହେଇଛି ସେଇଭଳି କିଛି ଦେଖା ଯାଉଥାଏ। ମାଳା ପ୍ରାୟ ତଳେ ଖେଳେ ସୌଦାମିନୀ ବ୍ୟୋମେ ବନ୍ଧୁଥାନ୍ତି ବିମାନଚାରିଣୀ ଆଉ ମାଳା 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 ଭଳିଆ ଗୋଟେ ଫୁଲମାଳ ଭଳି ତଳେ ଖେଳେ ସୌଦାମିନୀ ସୌଦାମିନୀ ହେଲା ବିଜୁଳି ବିଜୁଳି ହେଲା ଏମିତି ଚକ 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 କରିକି ଯୋଉ ମାରୁଥାଏ ଏମିତି ହେଇକି ତାକୁ ମାଳ ବୋଲି ସତେ କି ଫୁଲମାଳ ଭଳି ଦେଖାଯାଉଛି ମାଳା ପ୍ରାୟ ତଳେ ଖେଳେ ସୌଦାମିନୀ ବା ବିଜୁଳି ଖେଳୁଥାଏ ବ୍ୟୋମେ ବନ୍ଧୁଥାନ୍ତି ବିମାନଚାରିଣୀ ଆଉ ସେଇଠି ହଁ ଆଉ ସେଇଠି ବ୍ୟୋମେ ହେଲା ଆକାଶରେ ବନ୍ଧୁଥାନ୍ତି ବିମାନଚାରିଣୀ ଅର୍ଥାତ ଉପରୁ ଦେବାଦେବୀ ମାନେ ସତେକି ତାଙ୍କୁ ବନ୍ଦନା କରୁଥାନ୍ତି ବିମାନକୁ ଚାରଣ କରୁଥିବେ ଚଲଉଥିବା ସେଇଠି କଣ ବିମାନ ଚଳୁଥିବ ଏଠି କିଛି ବିମାନ ଅଛି ଏଇଠି ଯେତେବେଳେ ଡଙ୍ଗାରେ ମାନେ ଯୋଉ ନବତରୁଣୀ ମାନେ ବା ସୁନ୍ଦରୀ ସ୍ତ୍ରୀ ମାନେ ଦେଖିବାକୁ ଯାଆନ୍ତି ସେଥିରେ ବସିକି ଯାଉଥାନ୍ତି ଏବଂ ଆଗରେ ଦେଖୁଥାନ୍ତି ସମୁଦ୍ର ଦେଖିବା ପାଇଁ କେମିତି ଦେଖାଯାଏ ସମୁଦ୍ର ଆଉ ସେଇ ସମୟରେ ଗୋଟେ ଦୃଶ୍ୟର ବର୍ଣ୍ଣନା କରାଯାଇଛି ସେଇ ସମୟରେ ଯେତେବେଳେ ଇନ୍ଦ୍ରଧନୁ ପଡିଥାଏ ସତେ କି ଲାଗୁଥାଏ ଝିପିଝିପି ବର୍ଷାରେ ଯେତେବେଳେ ଇନ୍ଦ୍ରଧନୁ ପଡିଥାଏ ସତେ କି ଲାଗୁଥାଏ ଗୋଟେ ସୁନ୍ଦର ତୋରଣଟେ ଗଢା ହେଇଛି ବିଜୁଳିଟି ମାରୁଛି ଆଉ ସେ ବିଜୁଳିଟା ନୁହଁ ତ ସତେ କି ଲାଗୁଛି ଆକାଶରେ ଦେବାଦେବୀ ମାନେ ସେମିତି ତାକୁ ସ୍ଵାଗତ କରୁଛନ୍ତି ବା ବନ୍ଦନା କରୁଛନ୍ତି ବ୍ୟୋମ ହେଲା ଆକାଶ ଆକାଶରେ ସେମାନେ ବନ୍ଦନା କରୁଛନ୍ତି ଦେବୀଙ୍କି ସେବନ୍ତୀ ପବନ ଆଦରେ ବିକଶିତ କାଶ କୁସୁମ ଚାମରେ ଆଉ କଣ କରୁଛନ୍ତି ଦେବୀଙ୍କି ସେମାନେ ସେବା କରୁଛନ୍ତି ପବନ ମଧ୍ୟ ଦେବୀଙ୍କୁ ସେବା କରୁଛି ଅତି ଆଦର ସହକାରେ ସେବା କରୁଛି ବିକଶିତ ହୋଇକି ଫୁଟି ଯାଉଛି କଣ ନା କାଶ କୁସୁମ ଚାମରେ ହେଲା ଚଅଁରରେ ମାନେ ଯୋଉ ଲାଗୁଛି ଚଅଁର କଣ କାଶ କୁସୁମ କାଶତଣ୍ଡି ଫୁଲ ଗୁଡିକ ଯୋଉ ଫୁଟି ଯାଉଛି ଧଳା ଧଳା ଦିଶୁଛି ସତେ କି ଚାମର କରୁଛନ୍ତି ବା ଯୋଉ ଏମିତି ଯୋଉ ଚାମର ଝାଡିବା ନା ଗୋଟେ ନଥାଏ ଭଗବାନଙ୍କ ପାଖରେ ଗୋଟେ ଥାଏ ଚାମରଟେ ତ ସତେ କି ଲାଗୁଛି ସେଇ ଚାମରରେ ମା ଦେବୀଙ୍କୁ କାଶତଣ୍ଡି ଫୁଲ ଯୋଉ ଏମିତି ଦୋହଲୁଛି ଲାଗୁଛି ସେ ମାଙ୍କୁ କଣ କରୁଛି ସେ ସେଠି ଚାମର କରୁଛି ବା ଝାଡୁଛି କାଶ ଦୀପେ ଜଳ ଦେବୀ ଗୀତିରୋଳ ସଙ୍ଗେ ମିଶେ ଜଳ ତରଙ୍ଗ କଲ୍ଲୋଳ ଆଉ କାଶ ଦୀପେ ମାନେ ସେ ଯୋଉ ଦୀପରେ କାଶତଣ୍ଡି ଫୁଲ ଗୁଡିକ ଗଦା ଗଦା ହେଇକି କାଶତଣ୍ଡି ଫୁଲ ଗୁଡିକ ଜଳ ଦେବୀ ଗୀତିରୋଳ କରିଛନ୍ତି କଣ ଗୀତରେ ମାନେ ଅଧୀର ହେଇଯିବା ନିଜକୁ ମିଶେଇଦବା ସେଠି ଗୀତ ଭିତରେ କରିକି ସଙ୍ଗେ ମିଶେ ଜଳ ତରଙ୍ଗ କଲ୍ଲୋଳ ଆଉ ତା ସାଙ୍ଗରେ କାଶତଣ୍ଡି ଫୁଲ ସହିତ ସେ ଯୋଉ ଫୁଲମାଳ ସହିତ ବିଜୁଳି ସହିତ ଆକାଶର ଜଳର ଯୋଉ ତରଙ୍ଗ ବିଭିନ୍ନ ପ୍ରକାର ଢେଉ ସହିତ କଲ୍ଲୋଳ କରିଥାନ୍ତି କଲ୍ଲୋଳ ମଧ୍ୟ ଢେଉ ବା ଉର୍ମି ଜଳ ତରଙ୍ଗ କଲ୍ଲୋଳ ତା ସାଙ୍ଗରେ ଜଳ ତରଙ୍ଗରେ ବା ଜଳର ଢେଉରେ ଉର୍ମିରେ କ୍ରୀଡା କରୁଥାନ୍ତି ସେଠି ଯାଇକି ଜଳ ଦେବୀଙ୍କୁ ସେମାନେ କାଶଦୀପେ ଜଳ ଦେବୀ ଗୀତିରୋଳେ ଜଳ ଦେବୀଙ୍କୁ ସେମାନେ ଗୀତ ମାଧ୍ୟମରେ ଗୀତ କବିତା ମାଧ୍ୟମରେ ଗୀତ କବିତା ଏଠି ତ କେହି ପଢୁନାହାନ୍ତି କିନ୍ତୁ ସେଇ ଯୋଉ ଉର୍ମି ଗୁଡିକ ବାରମ୍ବାର ଢେଉ ଗୁଡିକ ଆସୁଛି ତାର ଯୋଉ ଶବ୍ଦଟି ସତେକି ଲାଗୁଛି ଗୀତ ଗାଉଛି କିଏ ଗୋଟେ ତା ଦେହରେ ସେ ଦେବୀଙ୍କୁ ଆରାଧନା କରୁଛନ୍ତି ବା ବନ୍ଦନା କରୁଛନ୍ତି ଚନ୍ଦ୍ରବାଳେ ଶୋଭେ ଜଳ ଆସ୍ତରଣ ଜେହ୍ନେ ବିଶ୍ୱଲକ୍ଷ୍ମୀ ବିଶାଳ ଦର୍ପଣ ଚକ୍ରବାଳ କହିଲେ ତୁମର ଦୂର ଦିଗନ୍ତ ଦୂରରୁ ଦେଖ ଦୂର ଦିଗ୍ବଳୟ ଯୋଉଟା କହିବା ଦୂରରୁ ଯେତେବେଳେ ଲାଗେ ଆକାଶ ମାଟିକୁ ଛୁଇଁଛି ବା ଆକାଶ ପାଣିକୁ ଛୁଇଁଛି ସେଇଟାକୁ ସେତିକି ବାଟ ନଜରିବାକୁ ଆମେ ଦୂର ଦିଗନ୍ତ ବୋଲି କହିବା ଦିଗ୍ବଳୟ ବୋଲି କହିବା ତାକୁ ଚକ୍ରବାଳ ବୋଲି କହିବା
ତ ସେଇ ଦିଗ୍ବଳୟରେ ବା ସେଇ ଚକ୍ରବାଳରେ ଦୂରରେ ଶୋଭା ପାଉଛନ୍ତି ଜଳର ଆସ୍ତରଣ ଗୁଡିକ, ଜଳର ସ୍ତର ଗୁଡିକ ଦେଖା ଯାଉଛି, ଶୋଭା ପାଉଛି ଜଳର ଶଯ୍ୟା ଗୁଡିକ ବା ଜଳର ଶୋଭା ଗୁଡିକ ଦେଖା, ଯେନେ ଆଉ ସେଟା ଦେଖାଯାଉଛି କେମିତି, ଯେନେ ବା ଯେପରି ବିଶ୍ୱଲକ୍ଷ୍ମୀ ବିଶାଳ ଦର୍ପଣ, ଏଟା ବିଶ୍ୱଲକ୍ଷ୍ମୀଙ୍କର, ସାରା ବିଶ୍ୱର ଲକ୍ଷ୍ମୀ ମାଙ୍କର ଗୋଟେ ବିଶାଳ ସେ ଯୋଉ ଜଳ ରାଶିଟି ଦୂରରୁ ଯୋଉଟା ଦେଖାଯାଉଛି ସେଟା ତ ଜଳ ନୁହେଁ, ଗୋଟେ ବିରାଟ ବଡ ଦର୍ପଣ ସଦୃଶ ଆଇନା ଭଳି ପ୍ରତୀତ ହେଉଛି ବା ମନେ ହେଉଛି। ନିରତେ କରିବୁ ଦେବୀଙ୍କର ଧ୍ୟାନ, ମୋଠାରୁ ଦେବୀଙ୍କି ନ ଜାଣିବୁ ଆନ। ଆଉ ସେଇ ସମୟରେ ଗଙ୍ଗା ମାତା କହୁଛନ୍ତି କାହାକୁ, ଚୋଡଗଙ୍ଗ ଦେବକୁ, ତୁ ନିରତେ, ନିରତେ ହେଲା ସବୁ ସମୟରେ ସବୁବେଳେ ତୁ ସେଇ ଦେବୀଙ୍କୁ ଧ୍ୟାନ କରିବୁ। କାହା କଥା କହୁଛନ୍ତି, ମହାନଦୀର କଥା କହୁଛନ୍ତି, ମହାନଦୀଙ୍କୁ ଧ୍ୟାନ କରିବୁ, ଆଉ ମୋଠାରୁ ଦେବୀଙ୍କୁ ନ ମଣିବୁ ଆନ। ମୁଁ ଯାହା, ଗଙ୍ଗା ନଦୀ ସେଇ ସରି ମହାନଦୀ ସେଇଆ, ତୁ କେବେ ବି ମୋ ଭଳି ମୋଠୁ ଆନ ବୋଲି ତାଙ୍କୁ ଅନ୍ୟ ବୋଲି ବା ଭିନ୍ନ ବୋଲି ଭାବିବୁନି, ମତେ ଯେତିକି ସମ୍ମାନ ଦଉଛୁ ତାଙ୍କୁ ମଧ୍ୟ ସେତିକି ସମ୍ମାନ ଦବୁ। ବ୍ରାହ୍ମୀ ବୈତରଣୀ ସୁବର୍ଣ୍ଣ ତଟିନୀ ବଳାଙ୍ଗୀ ଏ ଚାରି ଦେବୀଙ୍କ ଭଗିନୀ। ଆଉ ଚାରିଟା ନାଁର କଥା ଏଇଠି କବି କହୁଛନ୍ତି ଯିଏକି ମହାନଦୀର ଭଗିନୀ ବୋଲିକି ନା ଭଉଣୀ ବୋଲିକିନା କୁହାଯାଉଛି। କଣ କଣ, ବ୍ରାହ୍ମୀ ନଦୀ, ବୈତରଣୀ ନଦୀ, ସୁବର୍ଣ୍ଣ ତଟିନୀ ନଦୀ, ତଟିନୀ ହେଲା ସୁବର୍ଣ୍ଣ ରେଖା ନଦୀ ଯୋଉଟା, ତଟିନୀ ହେଲା ନଦୀ, ସୁବର୍ଣ୍ଣ ନଦୀ ଆଉ ବଳାଙ୍ଗୀ ନଦୀ, ବଳାଙ୍ଗୀ ମଧ୍ୟ ଗୋଟେ ନଦୀ, ଏଇ ଚାରି ଜଣ ହଉଛନ୍ତି ମହାନଦୀଙ୍କର ଭଗିନୀ ବା ଭଉଣୀ ବୋଲି କହୁଛନ୍ତି। ନିନ୍ଦିତ ଯାରୂପେ ପୂର୍ଣ୍ଣ ଇନ୍ଦୁ ପ୍ରଭା, ମହାଦେବୀ ଦେବ ଯଚନ ସମ୍ବଦା। ନିନ୍ଦିତ ଯାରୁ, ଯାହା ରୂପରେ ନିନ୍ଦା ହେଇଯାଏ, କମ ହେଇଯାଏ, କିଏ, ପୂର୍ଣ୍ଣ ଇନ୍ଦୁ ପ୍ରଭା, ପୂର୍ଣ୍ଣ ଇନ୍ଦୁ ଫୁଲ ମୁନ ଯୋଉଟା, ତାର ଯୋଉ ପ୍ରଭାଟା ବା ତାର ଆଲୋକଟା ଏତେ ସୁନ୍ଦର ଦେଖାଯାଏ, କିନ୍ତୁ ଏଇ ନଦୀ ମାନଙ୍କର ସୁନ୍ଦରତା ତାଠୁ ମଧ୍ୟ ଆହୁରି ଢେର ଅଧିକା। ସେ ନଦୀ ମାନଙ୍କ ସୁନ୍ଦରତା ପାଖରେ ପୂର୍ଣ୍ଣ ଇନ୍ଦୁର ସୁନ୍ଦରତା ମଧ୍ୟ କମ ଦେଖାଯିବ, ନିନ୍ଦା କରିବ ବୋଲି କହୁଛନ୍ତି। ମହାନ ଦେବୀ ଦେବ ଯଜନ ସମ୍ବଦା, ମହାଦେବୀ ଆଉ ଦେବଙ୍କର ଯଜନ ଯଜ୍ଞ ସମ୍ଭତା, ସମ୍ଭତା ହେଲା ସମ୍ଭୁତା, ଯଜ୍ଞରୁ ବାହାରିଛନ୍ତି ବୋଲି କହୁଛନ୍ତି। ବିରଜା ଦେବୀ ଯଜ୍ଞରୁ ସମ୍ଭୂତା ବୋଲି କିମ୍ବଦନ୍ତୀ ରହିଛି। ଆମର ଯୋଉ ଐତିହ୍ୟରେ, ଆମର ଯୋଉ ପୁରୁଣା ପୁରାଣରେ ଯୋଉ ବିରଜା ଦେବୀ ମା, ସିଏ ଯଜ୍ଞରୁ ସମ୍ଭୂତା ବୋଲି ପୁରାଣରେ ଅଛି, ତେଣୁ କରିକି ତାଙ୍କ ବିଷୟରେ ମହାଦେବୀ ଦେବ ଜଗଦମ୍ବା। ସେ ଯୋଉ ବିରୂପା ନଦୀ କଥା ଏଠି କୁହାଯାଉଛି, ସରି ବିରଜା ଦେବୀଙ୍କ କଥା ଏଠି କୁହାଯାଉଛି। ହଁ, ଏଇଠି ମାତା ପାର୍ବତୀ, ବିରଜା, ବହୁ ଜଣ ଦେବାଦେବୀଙ୍କର କଥା କୁହାଗଲା। ସମସ୍ତେ ଏଠି ଗଙ୍ଗା ମାତା କହୁଛନ୍ତି କିଏ ତାଙ୍କର ଶପଥନି, କିଏ ତାଙ୍କର ଭଳି ସମସ୍ତଙ୍କୁ ପୂଜା ଅର୍ଚ୍ଚନା କରିବାକୁ କବିଙ୍କର ମାଧ୍ୟମରେ ଗଙ୍ଗା ମାତା କହୁଛନ୍ତି ଚୋଡଗଙ୍ଗ ଦେବକୁ। ହେଲା, ଏତିକି ଥାଉ, ଏତିକି ଥାଉ, କଣ ଟାଇମ ତ ହେଇଗଲାଣି, ସାରିବାନି କିରେ, ସରିବନି ଚାଲି 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 ଏଇ ଚାରିଟା। ହଁ, କଣ କରୁଛ?